Yes, sir. The very poor response is there. ମାତ୍ର ଆମେ ବୋଧେ 3 ଜଣ ଆସିଛୁ ଲାଇନକୁ। ତ ଏନିୱେ ଆମେ ଅପେକ୍ଷା କରିବା ନାହିଁ, ଆଗକୁ ବଢିବା। ହ୍ୟାଲୋ, କିଏ କିଏ ଅଛନ୍ତି ଲାଇନରେ ଟିକେ କହିବେ? ଅରୁନ୍ଧତୀ Sir, ସାହୁ good ଅଛନ୍ତି। morning, sir. ନାଁଟା କୁହନ୍ତୁ ତ। Mami Sethi. ୟେସ୍, Mami Sethi. ଆଚ୍ଛା। ଏଠି ସ୍କ୍ରିନରେ କ'ଣ ନାଁ ଆସୁଛି ଆପଣଙ୍କର? Santosh Kumar Sethi. ହଁ 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 ହଁ, ସନ୍ତୋଷ ମହାନ୍ତି ଆସୁଛି। ଓକେ ଓକେ, ଭେରି ଗୁଡ୍ ମର୍ଣ୍ଣିଂ। ଆଉ କିଏ ଅଛନ୍ତି? Sir, Arundhati Sahu. ହଁ, ଅରୁନ୍ଧତୀ ସାହୁ ତ ଅଛନ୍ତି ନିଶ୍ଚିତ ଭାବରେ। ବହୁତ ଖୁସି ଲାଗୁଛି ଯେ ସେ କମ୍ ରେଗୁଲାରଲି ସିନସିୟରଲି ପୁରା ଟାଇମ୍ ସେ ରହୁଛନ୍ତି, ଆରମ୍ଭରୁ ଅଛନ୍ତି। ଆଚ୍ଛା, ଆଜି କେହି ଜଣେ ରିନୁ ପଟ୍ଟା ଶୁଣିପାରୁଛନ୍ତି ଆପଣ? ହ୍ୟାଲୋ, ରିନୁ ପଟ୍ଟା କେହି ଜଣେ ଆଜି ନୂଆ ଜଏନ୍ କରିଛନ୍ତି? ଏନିୱେ, ତ ଯୋଉମାନେ ବି ଅଛନ୍ତି ସମସ୍ତଙ୍କୁ ସ୍ୱାଗତ। ପାଠ ପଢିବାର ବାସ୍ତବରେ କୌଣସି ବୟସ ନାହିଁ, କୌଣସି ସୀମା ନାହିଁ, କି କୌଣସି ସମୟ ନାହିଁ। ଆମେ ଯେକୌଣସି ସମୟରେ ଆମକୁ ଜ୍ଞାନ ଆହରଣର ସୁଯୋଗ ମିଳୁଛି, ଆମେ ନିଶ୍ଚିତ ଭାବରେ ତାକୁ ହୃଦୟଙ୍ଗମ କରିବା ଉଚିତ, ତାକୁ ଆତ୍ମସାତ କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହନ୍ତି, ନାହିଁ ଜ୍ଞାନିନା ସଦୃଶମ୍ ପବିତ୍ରମ୍ ୟ ବିଦ୍ୟତେ। ଏ ଦୁନିଆରେ ଆମ ପାଇଁ ଜ୍ଞାନ ଠାରୁ ଅପବିତ୍ର ଜିନିଷ କିଛି ନାହିଁ। ତେଣୁ ଯେତେବେଳେ ବି ଯୋଉଠି ଜ୍ଞାନ ଆହରଣର ସୁଯୋଗ ମିଳୁଛି, ଆମେ ନିଶ୍ଚିତ ଭାବରେ ସେଇ ସୁଯୋଗ ଆମ ପାଇଁ ସଦୁପଯୋଗ କରିବା ଉଚିତ। ତ ମୁଁ ଆହ୍ୱାନ କରୁଛି ମୋର ପ୍ରିୟ ଭାଇ ଭଉଣୀ ମାନଙ୍କୁ, ପ୍ରିୟ ସାଥୀମାନଙ୍କୁ, ଆମେ ଆଗେଇବା ଆଜିର କୋର୍ସରେ। ଲାଷ୍ଟ କୋର୍ସ ଯାହା ଆମେ କମ୍ପ୍ଲିଟ୍ କରିଛେ, ଯଦି ତା ଉପରେ କିଛି ସଜେସନ୍ସ, କିଛି ଡାଉଟ୍ସ ଅଛି, ଆମେ କିଛି ସମୟ ପାଇଁ ନେଇପାରିବା। ହ୍ୟାଲୋ, Yes, sir. କିଛି ଡାଉଟ୍ସ, କିଛି ସଜେସନ୍ସ ପୂର୍ବବର୍ତ୍ତୀ କ୍ଲାସ୍ ମାନଙ୍କର? Otherwise, we shall continue today with the new topic. Do you follow me? So let's continue with today's topic. And today we are going to discuss about the assignment number 2, paper 2 assignment. And in the paper 2 assignment, the question number 1 is, just I am presenting it on your screen. I will try to take it to your screen. So the window is on your screen. That paper 2 is NES 102, facilitating
growth and development. And the assignment you have for this paper, there are three questions. So the question number one is, what do you understand by the term integrated personality? How can you help the children to develop integrated personality? Continuing with the growth and development, today we shall discuss about the personality, the integrated personality, and how to develop integrated personality. ଆମେ ଆଜିର ସେସନରେ ବୃଦ୍ଧି ଏବଂ ବିକାଶ এই ପ୍ରସଙ୍ଗକୁ ଆଗେଇ ନେବା ଏବଂ এই ପ୍ରସଙ୍ଗରେ ବ୍ୟକ୍ତିତ୍ୱ ବିଷୟରେ ଆଲୋଚନା କରିବା, ଯୋଉଠି ଇଣ୍ଟିଗ୍ରେଟେଡ୍ ପର୍ସନାଲିଟି ବା ସମନ୍ୱିତ ବ୍ୟକ୍ତିତ୍ୱ ବିଷୟରେ ଆମେ ବୁଝିବା ପାଇଁ ଚେଷ୍ଟା କରିବା, ଯାହାକି ଆମର ପ୍ରଶ୍ନର ଉତ୍ତର ଆମକୁ ଦେଖିବାକୁ ପଡିବ। ଏବଂ এই ପ୍ରଶ୍ନଟି ଯେହେତୁ ଦୁଇ ଭାଗ ହେଇଛି, ଦୁଇଟା ପ୍ରଶ୍ନ ଗୋଟିଏ ପ୍ରଶ୍ନ ଭିତରେ ଅଛି। ପ୍ରଥମେ ହେଲା ଯେ ଇଣ୍ଟିଗ୍ରେଟେଡ୍ ପର୍ସନାଲିଟି କ'ଣ, ସମନ୍ୱିତ ବ୍ୟକ୍ତିତ୍ୱ କହିଲେ ଆମେ କ'ଣ ବୁଝୁ, ଏବଂ ଆମେ ପିଲାମାନଙ୍କର ସମନ୍ୱିତ ବ୍ୟକ୍ତିତ୍ୱ ବିକାଶ ପାଇଁ କ'ଣ ସହଯୋଗ କରିପାରିବା, କି ପ୍ରକାର ସାହାଯ୍ୟ କରିପାରିବା। ତେଣୁ ଆମର ଉତ୍ତରଟି ଦୁଇ ଭାଗ ହବ। ଇଣ୍ଟ୍ରୋଡକ୍ସନରେ ଆମେ ଆରମ୍ଭ କରିବା ପର୍ସନାଲିଟି ଠାରୁ। ପ୍ରଥମେ ପର୍ସନାଲିଟି କ'ଣ, ତାପରେ ଇଣ୍ଟିଗ୍ରେଟେଡ୍ ପର୍ସନାଲିଟି କ'ଣ। ପ୍ରଥମେ ବୁଝିବାକୁ ଚେଷ୍ଟା କରିବା ପର୍ସନାଲିଟି କ'ଣ। ପର୍ସନାଲିଟି କହିଲେ ମୁଖ୍ୟତଃ ଗୋଟେ ବ୍ୟକ୍ତିର ସମାହାର, ତାର ସମସ୍ତ ଗୁଣାବଳୀର ସମାହାରକୁ ବୁଝାଇଥାଏ। ତେଣୁ ବ୍ୟକ୍ତିତ୍ୱ କହିଲେ ଆମେ ବୁଝିବା ଯେ ଟୋଟାଲିଟି ଅଫ ଦି ଟ୍ରେଡ୍ସ ଅଫ ଏନ୍ ଇଣ୍ଡିଭିଜୁଆଲ, ଗୋଟେ ବ୍ୟକ୍ତିର ସମସ୍ତ ଗୁଣାବଳୀର ସମାହାର। ଗୋଟେ ଉଦାହରଣ ଆମେ ନେବା, ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିତ୍ୱ କିପରି ଥିଲା। ଯଦି ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିତ୍ୱକୁ ଆମେ ବୁଝିବା, ତାହେଲେ କିଭଳି ବୁଝିବା ତାଙ୍କୁ। ମହାତ୍ମା ଗାନ୍ଧୀ କିପରି ଥିଲେ? ମତେ ଶୁଣି ପାରୁଛନ୍ତି? ମତେ ହ୍ୟାଲୋ। ଆମେ ଆଜି ବ୍ୟକ୍ତିତ୍ୱ ସମ୍ବନ୍ଧରେ ଆଲୋଚନା କରୁଛୁ। ତମେ ଗୋଟେ ଉଦାହରଣ ମୁଁ ନେଲି, ଗୋଟେ ସହଜ ଉଦାହରଣ ଯେ ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିତ୍ୱ ଆମେ କେମିତି ବୁଝିବା ତାଙ୍କୁ। କହିବା ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିତ୍ୱ କେମିତି ଥିଲା। କହନ୍ତୁ, ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିତ୍ୱ କେମିତି ଥିଲା କହନ୍ତୁ। ମୁଁ କହିଲି ଯେ ବ୍ୟକ୍ତିର ସମସ୍ତ ଗୁଣାବଳୀର ସମାହାର ହଉଛି ତାର ବ୍ୟକ୍ତିତ୍ୱ, ଯାହାକି ବାହାରକୁ ପ୍ରକାଶ ପାଏ। ତେଣୁ ଆମେ ସହଜରେ ବୁଝିବା ପାଇଁ, ତେଣୁ ମୁଁ ଗୋଟେ ଉଦାହରଣ ସାମ୍ନାକୁ ଆଣିବା ପାଇଁ ଚାହୁଁଛି। ସମସ୍ତେ ସହଯୋଗ କରିବେ ବୋଲି ଆଶା କରୁଛି ଯେ ଆମର ଜଣେ ମହାନ ବ୍ୟକ୍ତି, ଯାହାଙ୍କର ବ୍ୟକ୍ତିତ୍ୱର ତୁଳନା ନାହିଁ, ଆଜି ପର୍ଯ୍ୟନ୍ତ ତାଙ୍କ ତୁଳନାରେ କେହି ଠିଆ ହେଇପାରିନାହାନ୍ତି। ତେଣୁ ସେଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ଆମେ କେମିତି ବୁଝିବା। ଆମକୁ ଯଦି କିଏ ପଚାରେ ଯେ ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିତ୍ୱ କ'ଣ, ଆମେ କ'ଣ ଉତ୍ତର ଦେବା?
ଶୁଣିପାରୁଛନ୍ତି ସେ ସମସ୍ତେ? ସମସ୍ତଙ୍କର ଜନପ୍ରିୟ ଥିଲେ। ବାସ୍, ଜନପ୍ରିୟ ଥିଲେ। ୟେସ୍, ଆଉ କଣ? କାହିଁକି ଆଉ ଜନପ୍ରିୟ ଥିଲେ? ଆଁ କାହିଁକି ଜନପ୍ରିୟ ଥିଲେ? କାହିଁକି ନା ଯେ ଯୋଉ ମାନେ ଯୋଉ କଥା କହୁଥିଲେ ସେଇ ସମୟରେ ସେଇ କାମ ହିଁ ଠିକ ସମୟରେ ଶେଷ କରୁଥିଲେ। ବାସ୍, ବହୁତ ସୁନ୍ଦର କଥା। ଅର୍ଥାତ୍ ତାଙ୍କ ଭିତରେ ଗୋଟେ ଶୃଙ୍ଖଳା ଜ୍ଞାନ ଥିଲା, ଯୋଉ ଶୃଙ୍ଖଳା ଜ୍ଞାନ ଟିକି ସେ ଲୁଚେଇ ରଖୁନଥିଲେ, ସେଟାକୁ ଖୋଲା ଭାବରେ ସମସ୍ତଙ୍କ ସାମ୍ନାରେ ସେ କରୁଥିଲେ। ଅର୍ଥାତ୍ ତାଙ୍କର ପଛରେ ପଛରେ ଗୋଟେ ଆଗରେ ଗୋଟେ ଏମିତି ନୁହଁ, ରାଇଟ? ୟେସ୍ ସାର୍। ମାନେ ସେ ଯାହା କହିବେ ତାହା କରିବେ, ଏବଂ ଯାହା କରିବେ ତା ସେ ତାହା ହିଁ କରିବି କହିବେ। ତେଣୁ ତାହାକୁ ଆମେ କହୁଛୁ ଓପନନେସ ବା ଖୋଲାପଣ। ଦେଖନ୍ତୁ ସ୍କ୍ରିନରେ ଗୋଟେ ପଏଣ୍ଟ ଅଛି ଓପନନେସ, ଦେଖି ପାରୁଛନ୍ତି? ୟେସ୍ ସାର୍। ଓପନନେସ ବା ଯାହାକୁ ଆମେ କହିବା ଓପନନେସ୍ ଖୋଲାପଣ। ହଁ, ତେଣୁ ସେ ଖୋଲାପଣ ଖୋଲା ଖୋଲି ଭାବରେ ମତ ବ୍ୟକ୍ତ କରିପାରୁଥିଲେ, କାରଣ ତାଙ୍କ ବ୍ୟବହାର ସେତିକି ଶୃଙ୍ଖଳିତ ଥିଲା। ରାଇଟ? ତେଣୁ ସାର୍ ବ୍ୟକ୍ତିତ୍ୱ କୋଉ ଦିଗଟାକୁ ବୁଝିବା ଆମେ, ମୁଁ ଖାଲି ତା ଉପରେ ବର୍ତ୍ତମାନ ଆଗ ଟିକେ ନେଇ ଆସୁଛି, କାରଣ ଆମେ ଇଣ୍ଟ୍ରୋଡକ୍ସନ ରେ ଆମକୁ ଏଇଟା ଦେବାକୁ ପଡିବ ଯେ ବ୍ୟକ୍ତିତ୍ୱ କହିଲେ କଣ। ତେଣୁ ତାର ଚିନ୍ତା ଏବଂ ଆଚରଣ, ଏ ଉଭୟ ଭିତରେ ଗୋଟେ ଖୋଲାପଣ ରହିବା ଦରକାର। ବ୍ୟକ୍ତି ଯାହା ଚିନ୍ତା କରୁଥିବ ତାହା ପ୍ରକାଶ କରିପାରୁଥିବ, ବା ଯୋଉ କାମଟି କରୁଥିବ ତା ଭିତର ଚିନ୍ତାଧାରାଟା ଠିକ ସେଇଆ ଥିବ। ଯାହାକି ଅନେକ ସମୟରେ ଅନେକ ବ୍ୟକ୍ତିଙ୍କର ତାହା ହୁଏ ନାହିଁ, କହନ୍ତି ଗୋଟେ କରନ୍ତି ଆଉ ଗୋଟେ। କରନ୍ତି ଗୋଟେ। ଏଇଟା ହେଲା ବ୍ୟକ୍ତିତ୍ୱର ପ୍ରଥମ ଜିନିଷ। ତେଣୁ ଜଣେ ସେତେବେଳେ ହିଁ ଜନପ୍ରିୟ ହେଇପାରେ, ଜଣେ ଅନ୍ୟର ପ୍ରିୟ ସେତେବେଳେ ହେଇପାରେ, ବା ଆମେ ଯଦି ନିଜର ବ୍ୟକ୍ତିଗତ ଜୀବନରେ ବି ଦେଖିବା, ଆମକୁ ଅନ୍ୟମାନେ ସେତେବେଳେ ଗ୍ରହଣ କରନ୍ତି ଯେତେବେଳେ ସେମାନେ ଆମର ଖୋଳାପଣଟାକୁ ବୁଝିପାରନ୍ତି। ଯେ ବାସ୍ତବରେ ଏ ଲୋକ କିଛି ଲୁଚଉ ନାହିଁ, ୟାର ଭିତରେ କିଛି ନାହିଁ, ୟାର ପେଟ ଭିତରେ କିଛି ନାହିଁ, ଏ ଯାହା କହୁଛି ଖୋଲା ଖୋଲି। ଏ ଯାହା କରେ ଖୋଲା ଖୋଲି, ୟାର ସବୁ କିଛି ଖୋଲା ଖୋଲି, ତେଣୁ ଇଏ ହଉଛି ଭଲ ଲୋକ। ରାଇଟ? ୟେସ୍ ସାର୍। ସେଭଳିଆ ଆଉ କିଛି ଉଦାହରଣ ଆମେ ନେଇପାରିବା ଆମର ସାଧାରଣ ଜୀବନ ଭିତରେ। ୟେସ୍ ସାର୍। ଯେମିତି କି ଗୋଟେ ପିଲାର ଆମେ ଉଦାହରଣ ନେଇପାରିବା, ଯେ ପିଲାଟିକୁ ଯେତେବେଳେ ଆମେ ୟେସ୍ କହିଦଉଛୁ ସାର୍। ତୁ ଏଇ କାମଟି କର, ବା ତୁ ଏଇ ପାଠଟି ପଢ, ଆମ ସାମ୍ନାରେ ପିଲାଟି ହଁ କହୁଛି, କିନ୍ତୁ ଯେତେବେଳେ ଆମେ ସେଠି ନାହୁଁ ସେ ପୁଣି ଅନ୍ୟ କାମରେ ମନ ଦଉଛି। ଏଥିରେ ତାର ବ୍ୟକ୍ତିତ୍ୱର ସଠିକ ବିକାଶ ହେଇପାରିବ କି? ନା ସାର୍। ଗୋଟେ ପିଲାଟେ ଆମ ସାମ୍ନାରେ କହୁଛି ହଁ, କିନ୍ତୁ ଆମେ ଯେତେବେଳେ ତା ସାମ୍ନାରେ ରହୁନାହୁଁ, ସେ ସେ କାମଟି କରୁନାହିଁ। ତାର ଉପରନେସ ପ୍ରକାଶ ପାଇବ? ନା ସାର୍। ନା ସାର୍। ଯେତେବେଳେ ଜଣେ ବାରମ୍ବାର ଭୁଲ କରିବାକୁ ସୁଯୋଗ ପାଏ, ବା ଆମର ଅସାବଧାନତା ଯୋଗୁ ହଉ, ବା ତା ପ୍ରତି ଅଣଦେଖା ମନ ଯୋଗୁ ହଉ, ବା ଯେକୌଣସି କାରଣରୁ ହଉ, ଯଦି ପିଲାଟି ଠକିବାର ସୁଯୋଗ ପାଏ, ଭୁଲ କାମ କରିବାର ସୁଯୋଗ ପାଏ, ତାହେଲେ ତା ଭିତରେ ଧୀରେ ଧୀରେ ଖୋଲାପଣ ଆଉ ରହେ ନାହିଁ। ସେ କିଛି ଲୁଚିବାକୁ ଚେଷ୍ଟା କରେ, ବା ଯାହା କହେ ତାହା କରିବାର ଯୋଉ ପଦ୍ଧତି ରହିବା କଥା ତା ରହିପାରେ ନାହିଁ। ଆଉ ଦୁନିଆରେ ଆମେ ସେଭଳି ବ୍ୟକ୍ତି ମାନଙ୍କୁ ଖରାପ ବ୍ୟକ୍ତି ବୋଲି କହୁ, ଯୋଉମାନଙ୍କର ଦୁଇଟା ଜିଭ, ବା ଯୋଉମାନଙ୍କର ଦୁଇଟା କଥା। ତାପରେ ଆସିବା
ବ୍ୟକ୍ତିତ୍ୱର ଆଉ ଗୋଟେ ଦିଗ ହଉଛି ବା ଆଉ ଗୋଟେ ଗୁଣ ହଉଛି କନସେଣ୍ଟିୟସନେସ୍, ବିବେକ ପଣିଆ। ଦେଖିପାରୁଛନ୍ତି? ନିଶ୍ଚୟ। ବିବେକ କହିଲେ, ବିବେକ ପଣିଆ କହିଲେ ମାନେ ବିବେକ ପଣିଆ ଯୋଉଟା କି ସଚୋଟ ନାଇଁ ଓପନନେସ୍ କହିଲେ ଆଉ ଗୋଟେ ସଚ୍ଚୋଟତା। ଓପନନେସ୍ ଖୋଲାପଣର ଅର୍ଥ ବି ହଉଛି ସଚ୍ଚୋଟତା। ହେଲା, ମାନେ ଯିଏ ସଚ୍ଚୋଟ ଥିବ ସେ ଖୋଲା ପଣ ରଖିବ। ଯିଏ ସଚ୍ଚୋଟ ନୁହେଁ ତାର ତ ଖୋଲାପଣ ରହିବନି ନା, ରହିପାରିବନି। କିନ୍ତୁ ବିବେକ ପଣିଆ କହିଲେ କଣ? ବିବେକ ପଣିଆ କହିଲେ ବିବେକ ପଣିଆ ଯାହାଦ୍ୱାରା କି ବିବେକ ପଣିଆର ଅର୍ଥ ହଉଛି ଯେ କୌଣସି ବିପଦକୁ ବା କୌଣସି ପରିସ୍ଥିତିକୁ ଅଣଦେଖା ନକରି, କୌଣସି ପରିସ୍ଥିତିକୁ ଅଣଦେଖା ନକରି ପରିସ୍ଥିତିର ଗୁରୁତ୍ୱ ଅନୁଯାୟୀ ନିଜର ଭୂମିକା ନିର୍ବାହ କରିବା। ଯେମିତି କିି ମୋ ପାଖରେ 10ଟି ରସଗୋଲା ଅଛି, ମତେ ପୁରସ୍କାରରେ ମିଳିଛି, ମୁଁ ଖାଇବା ପାଇଁ ଆରମ୍ଭ କରୁଛି, ଠିକ ସେଇ ସମୟରେ ପଡିଶା ଘରେ କେହି ଜଣେ ମରିଯିବାର ଖବର ମିଳିଲା। କେହି ଜଣେ ମୃତ୍ୟୁ ପ୍ରାପ୍ତି ହେବାର ଖବର ମିଳିଲା। ସେଇ ସମୟରେ ମୋର ବିବେକ କଣ କହିବା ଉଚିତ? ମୋର ବିବେକ ପଣିଆ କଣ ହେବା କଥା? ସେ ସମୟରେ ତାଙ୍କୁ ସାହାଯ୍ୟ କରିବା। ତାକୁ ସାହାଯ୍ୟ କରିବା କଥା ନା, ନା ଆଗ ରସଗୋଲା ଟା ଖାଇଦିଏ ତାପରେ ସାହାଯ୍ୟ କରିବା? ସେମିତି ହବନି। ଆଚ୍ଛା, ଗୋଟେ ବହୁତ ସୁନ୍ଦର ଉଦାହରଣ ଅନେକ ସମୟରେ ଆସେ। ଗୋଟେ ଛୋଟିଆ ଉଦାହରଣ ମୁଁ ଦେବି, ସେଠି ବିବେକ ପଣିଆ କଣ ଆମେ କହିବା ଟିକେ। ଏଇଟା ସାଧାରଣତଃ ଭାବରେ ବୁଝିବା ପାଇଁ ବହୁତ ସହଜ, କିନ୍ତୁ ଟିକେ ଚିନ୍ତା କରିବା ଯେ ଗୋଟେ ଝିଅ ଥିଲା, ତା ଜୀବନରେ ସେ ଗୋଟେ ପୁଅକୁ ଭଲ ପାଉଥିଲା ଏବଂ ଝିଅଟିର ଗାଁ ଆଉ ପୁଅଟିର ଗାଁ ମଝିରେ ଗୋଟେ ନଈ ଅଛି। ହଠାତ୍ ଦିନେ ଝିଅଟିର ବାହାଘର ଅନ୍ୟ ଗୋଟେ ପୁଅ ସାଙ୍ଗରେ କରିଦେବା ପାଇଁ ତା ପରିବାର ଚିନ୍ତା କଲେ। ଝିଅଟି ଯେତେବେଳେ ତାହା ଜାଣିପାରିଲା, ସେ ଅନ୍ୟ ଉପାୟ କିଛି ପାଇଲା ନାହିଁ। ତେଣୁ ସେ ରାତିରେ ବାହାରି ତାର ଭଲ ପାଉଥିବା ପୁଅ ପାଖକୁ ଯିବା ପାଇଁ ବାହାରିଲା। ସେ ଯେତେବେଳେ ନଈ ପାଖକୁ ପହଞ୍ଚିଲା, ନଈରେ କେମିତି ଯିବ, ତେଣୁ ଡଙ୍ଗା ବାଲାକୁ ସେ ପାରି କରିବା ପାଇଁ କହିଲା। ଡଙ୍ଗା ବାଲା ତାକୁ କହିଲା ଯେ ତୁ ମୋ ଗାଁ ଝିଅ ଏବଂ ରାତିରେ ଏକୁଟିଆ ଯାଉଛୁ, ଏଭଳି ଅବସ୍ଥାରେ ତୋତେ ପାର କରିବା ଠିକ ହେବ ନାହିଁ। ମୋର ବିବେକ କହୁନାହିଁ ତୋତେ ମୁଁ ପାର କରିବି, ବରଂ ତୋତେ ତୋ ବାପା ମା ପାଖକୁ ନେଇଯିବି। ତାପରେ ଝିଅଟି କହିଲା, ମତେ ଯଦି ପାର କରିଦବ ମୁଁ ତମକୁ ଅନେକ ଅର୍ଥ ଦେବି, କାରଣ ତମେ ଅର୍ଥ ଉପାର୍ଜନ ପାଇଁ ଏ କାମ କରୁଛ, ଏଇଟା ତୁମର ବୃତ୍ତି। ତେଣୁ ତମକୁ ମୁଁ 2 ଗୁଣ 4 ଗୁଣ ଅର୍ଥ ଦେବି, କିନ୍ତୁ ମୋତେ ନିଶ୍ଚିତ ଭାବରେ ପାର କରିଦିଅ। ଏବଂ ଡଙ୍ଗା ବାଲାଟି ଶେଷରେ ତାକୁ ପାର କରିଦେଲା। ପାର କରିଦେଲା ପରେ ସେ ଯାଇ ସେ ପୁଅଟି ପାଖରେ ଯେତେବେଳେ ପହଞ୍ଚିଲା, ପୁଅଟି ଦେଖିଲା, ଆରେ ଏତେ ରାତିରେ ତମେ ଏଠି ଏକଲା କୁଆଡେ? ଝିଅଟି ସବୁ କଥା କହିଲା। ପୁଅଟି ଉତ୍ତର ଦେଲା ଯେ ଯଦି ସେଇଆ ହେଇଥାନ୍ତା ତୁମେ ମତେ ଖବର ଦେଇଥାନ୍ତ, ମୁଁ ଯାଇ ତମ ଘରୁ ତମକୁ ନେଇ ଆସିଥାନ୍ତି। ଏଭଳି ସ୍ଥିତିରେ ତମେ ଯେତେବେଳେ ମୋ ଘରକୁ ଆସିଛ, ମୁଁ ତମକୁ ଆଶ୍ରୟ ଦେଇପାରିବି ନାହିଁ, କାରଣ ଏହା ମୋର ସାମାଜିକ ପ୍ରତିଷ୍ଠା ପ୍ରତି ଆଞ୍ଚ ଆଣିବ, ମୋର ପରିବାରର ପ୍ରତିଷ୍ଠା ପ୍ରତି ଆଞ୍ଚ ଆଣିବ। ତେଣୁ ଏଭଳି ସ୍ଥିତିରେ ତମେ ଫେରିଯିବା ଉଚିତ ହବ। ଝିଅଟି ଅନ୍ୟ କିଛି ଉପାୟ ନ ପାଇ ସେ ଫେରି ଯିବା ପାଇଁ ଚିନ୍ତା କଲା। ଫେରିବା ବାଟରେ ଗୋଟେ ମନ୍ଦିର ପଡିଲା। ସେ ଚିନ୍ତା କଲା ଯେ ରାତିରେ ଆଉ ଫେରିଯିବି କାହିଁକି? ସେ ମନ୍ଦିରରେ
ରହିଯିବା ପାଇଁ ଚିନ୍ତା କଲା, ସେ ମନ୍ଦିରରେ ଯୋଉ ପୂଜାରୀ ଥିଲେ ସେ ତାକୁ କହିଲେ ଯେ ଦେଖ ମା, ଏଠି କେବଳ ପୁଅମାନେ ରହିପାରିବେ, ଏଠି ଝିଅ ପିଲାମାନଙ୍କୁ ରହିବାର ବ୍ୟବସ୍ଥା ନାହିଁ ଏବଂ ତମେ ଏକାକୀ ଝିଅ, ତେଣୁ ତମକୁ ଏଠି ରଖାଯାଇ ପାରିବ ନାହିଁ। ତାପରେ ଝିଅଟି କାକୁତି ମିନତି ହେଲା, ତାର ସବୁ ଦୁଃଖ ଶୁଣିଲା ପରେ ପୂଜାରୀ ଜଣକ ରାଜି ହେଲେ ଏବଂ ଝିଅଟିକୁ ସେଠି ରହିବା ପାଇଁ ଅନୁମତି ଦେଲେ। ଏଇ ଯୋଉ ଘଟଣା ମୁଁ ବର୍ତ୍ତମାନ କହିଲି, ଏଥିରେ ଟିକେ ଆପଣମାନେ ରେସ୍ପଣ୍ଡ କରିବେ ଯେ ବିବେକ ପଣିଆ ଯୋଉ ଶବ୍ଦଟି, ଏ ମାତ୍ର 5ଟା ଚରିତ୍ର ଅଛନ୍ତି, ଏ 5ଟା ଚରିତ୍ର ଭିତରେ କାହାର ବିବେକ ପଣିଆ ଆପଣମାନଙ୍କୁ ବେଶୀ ଭଲ? କାରଣ ସମସ୍ତେ ନିଜ ନିଜ ବିବେକ ଅନୁସାରେ କାମ କରିଛନ୍ତି, ଯାହାକୁ ଯେମିତି ଭଲ ଲାଗିଛି ସେଇ ପରିସ୍ଥିତିରେ ସେମିତି କାମ କରିଛନ୍ତି, କିନ୍ତୁ କାହାର କାମରେ ବିବେକ ବେଶୀ ଦେଖାଯାଉଛି? ସେ ପୂଜାରୀ। ପୂଜାରୀ, କାରଣ ସେ ରାଜା। ଠିକ ଅଛି, ତାପରେ ପୂଜାରୀକୁ ସେ ଭିତରୁ ମାଇନସ କରିଦେବା, ତାପରେ କାହାର ବିବେକ ପଣିଆ ଆମକୁ ଆକର୍ଷିତ କରୁଛି? କୁହନ୍ତୁ। ତାପରେ ତାର ବାପା ମା, ସେ ଝିଅଟି, ସେ ପୁଅଟି, ନା ସେ ଡଙ୍ଗାବାଲାଟି, ନା ଆଉ କାହାର ବିବେକ ପଣିଆ ଆପଣଙ୍କୁ ବେଶୀ ଆକର୍ଷିତ କରୁଛି? ଚେଷ୍ଟା କରିବା ଟିକେ କହିବା ପାଇଁ। ସମସ୍ତେ ଶୁଣୁଛନ୍ତି ତ? ରେସ୍ପଣ୍ଡ କରନ୍ତୁ, ସମସ୍ତେ ଟିକେ ରେସ୍ପଣ୍ଡ କରନ୍ତୁ। ଉଦାହରଣ ବେଶୀ କଡ଼ା ନୁହଁ, ସହଜିଆ ଉଦାହରଣ, ଆମେ ସହଜରେ କହିପାରିବା ଟିକେ ଚିନ୍ତା କରିକିରି। କାରଣ ବିବେକ ପଣିଆକୁ ବୁଝିବା ପାଇଁ ହେଲେ ଗୋଟେ ପରିସ୍ଥିତିରେ ମତଲବ ସର୍ବଶ୍ରେଷ୍ଠ, ଯାହା ସର୍ବଶ୍ରେଷ୍ଠ କାମ, ସେଇଟାକୁ କରିବାକୁ ଆମେ ବିବେକ ପଣିଆ ବୋଲି କହୁ। ତେଣୁ ନିଶ୍ଚିତ ଭାବରେ ଯୋଉଠି ଆଶ୍ରୟର କଥା ଅଛି ସେଠି ବିବେକ ପଣିଆ ଅଛି, ମୁଁ ବି ସେଟା ସ୍ୱୀକାର କରୁଛି। କିନ୍ତୁ ଆଉ ଯୋଉ 4 ଜଣ ରହିଲେ, ସମସ୍ତେ ନିଜ ନିଜ ସ୍ତରରେ ସେଇ ସମୟରେ ଯାହା କରିବା କଥା ସେମାନେ କରିଛନ୍ତି। ସମସ୍ତେ ସମସ୍ତଙ୍କୁ କୌଣସି ନା କୌଣସି ପ୍ରକାରରେ ସହଯୋଗ କରିଛନ୍ତି, ସାହାଯ୍ୟ କରିଛନ୍ତି ଏବଂ ନିଜ ବିବେକକୁ ଆଧାର କରି ସମସ୍ତେ ନିଜର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଯଦି ଆମେ ପ୍ରିଫରେନ୍ସ ଦେବା ଜଣକୁ, ମାନେ ଯଦି ଆମେ 5 ଜଣଙ୍କୁ ଯଦି 1 2 3 4 5 ଏମିତି ତାକୁ ଯଦି ଗୋଟେ ପ୍ରିଫରେନ୍ସିଆଲି ଯଦି ଆମେ ରଖିବା, ର୍ୟାଙ୍କ ଦେବା, ତାହେଲେ କାହାକୁ 1 ନମ୍ବର ତ ନିଶ୍ଚିତ ଭାବରେ ସମସ୍ତେ କହିଛନ୍ତି ଯେ 1 ନମ୍ବର ପୂଜାରୀକୁ ଦେଇଛନ୍ତି ସମସ୍ତେ, ଠିକ ଅଛି। ଆଉ ବାକି ଯୋଉ ଅନ୍ୟମାନେ ରହିଲେ, କାହାକୁ କୋଉ ନମ୍ବର ଦେବା ଟିକେ କୁହନ୍ତୁ? କାହାକୁ କେତେ ନମ୍ବରରେ ରଖିବା? 2 ନମ୍ବରରେ କିଏ ରହିବ? ଆଉ ଯୋଉ 4 ଜଣ ରହିଲେ, ଆଉ ଯୋଉ 4 କ୍ୟାରେକ୍ଟର ରହିଲେ, କାହାର କ୍ୟାରେକ୍ଟର ବେଶୀ ଭଲ ଲାଗୁଛି? ସମୟକୁ ଅତିବାହିତ କରିବା ନାହିଁ, ଆମେ ଟିକେ ଶୀଘ୍ର ଉତ୍ତର ଦେବା, ଆଗକୁ ବଢିବା। ମୁଁ କେବଳ ବୁଝିବା ପାଇଁ ଉଦାହରଣଟି ଆଣିଛି। ହଁ, କୁହନ୍ତୁ। ଟିକେ ଅଡିଓ ଠିକ ଆସୁନାହିଁ, ଟିକେ ମାଇକ୍ରୋଫୋନକୁ ପାଖରେ ରଖନ୍ତୁ। ହ୍ୟାଲୋ। ମତେ ଟିକେ ବୁଝା ଯାଉ ନାହିଁ, ଟିକେ ଅଡିଓ ଠିକ ଆସୁନାହିଁ, ଟିକେ ଦେଖନ୍ତୁ, ଅଡିଓ ଟିକେ ଠିକ କରନ୍ତୁ। ହ୍ୟାଲୋ। ହ୍ୟାଲୋ। ସାର୍ ସେ ପୁଅ। ହଁ, ତା ପରେ ପରେ କହିଯାଆନ୍ତୁ, ପୁରା ଶେଷ ଯାକେ କହିଯାଆନ୍ତୁ। ହଁ, ତାପରେ ପୁଅ, ତାପରେ ହ୍ୟାଲୋ। ଆଚ୍ଛା, ଡଙ୍ଗା ବାଲା, ତାପରେ ହଁ 3ରେ ଡଙ୍ଗା ବାଲା, ସେଠୁ
4 रे 4 ଏବଂ 5 ରେ କିଏ ତାପରେ ଆଉ 2 ଜଣ ରହିଲେ ପ୍ୟାରେଣ୍ଟସ୍ ରହିଲେ ଏବଂ ନିଜେ ନାୟିକା ରହିଲେ। ହ୍ୟାଲୋ ୟେସ୍ ସାର୍। କୁହନ୍ତୁ। କୁହନ୍ତୁ। କଣ କିଛି ଅସୁବିଧା ଲାଗୁଛି କହିବା ପାଇଁ? ନୋ ସାର୍। ନାଇଁ ଏଠି ମୁଁ କାହାକୁ ପରୀକ୍ଷା କରୁନାହିଁ, ଜଷ୍ଟ ତାକୁ ବୁଝିବା ପାଇଁ କେବଳ କହୁଛି ନାଇଁ କାରଣ ସାର୍। ହଁ ଅର୍ଥାତ୍ ବିବେକ ପଣିଆର ସେଭଳି କିଛି ନିର୍ଦ୍ଦିଷ୍ଟ ଗୋଟେ ଡେଫିନେସନ ନାହିଁ। ମୁଁ ଏଇଟା କହିବା ପାଇଁ ଚାହେଁ ଯେ କୋଉ ସମୟରେ କୋଉଟା କରଣୀୟ କୋଉଟା ଅକରଣୀୟ ଏଟା ସମ୍ପୂର୍ଣ୍ଣ ଭାବରେ ନିଜ ଉପରେ ନିର୍ଭର କରେ। ଯଦି ସେ ସମୟରେ ଆମେ ଭଗବାନଙ୍କୁ ବି ପଚାରିବା ଯେ ଭଗବାନ କୋଉଟା ଠିକ କୋଉଟା ଭୁଲ, ହୁଏତ ସିଏ ବି କହିପାରିବେ ନାହିଁ। କହିବେ ଯେ ସେଇଥିପାଇଁ ତ ମୁଁ ତତେ ବିବେକ ଦେଇଛି। ଦ୍ୟାଟ୍ ଇଜ କଲ୍ଡ ଦି କନସେଣ୍ଟିୟସନେସ୍, ଯାହାକି ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱର ଏକ ପ୍ରମୁଖ ଗୁଣ। ତ ଆମେ ଯାହା ଯାହା କହୁ ତା ପଛରେ ଚରିତ୍ର ବ୍ୟବହାର ଆଉ ଯାହା ଯାହା କହୁ ଏ ବିବେକ ପଣିଆ ହିଁ ଗୋଟେ ବ୍ୟକ୍ତିର ମୂଳ। ତାପରେ ଆସିବା ଆଉ ଗୋଟେ ଗୁଣ ବ୍ୟକ୍ତିତ୍ୱକୁ ବୁଝିବା ପାଇଁ, ଅତିଶୟୋକ୍ତି, ଏକ୍ସଟ୍ରା ଭର୍ସନ ବା ଯାହାକୁ ବେଳେ ବେଳେ ଆମେ କହୁ ଏକ୍ସଟ୍ରୋଭର୍ଟ। ଦେଖିବା ବେଳେ ବେଳେ ଜଣେ ଏକ୍ସଟ୍ରୋଭର୍ଟ ଥାନ୍ତି, ମାନେ ଯୋଉଠି ଦରକାର ନାହିଁ ବି ସେଠି କଥାବାର୍ତ୍ତା କରନ୍ତି। ଯେତିକି ଦରକାର ନାହିଁ ସେତିକି ଅଧିକ କଥାବାର୍ତ୍ତା କରନ୍ତି। ବା ଯେତିକି କାମ ଦରକାର ନାହିଁ ସେତିକି ଅଧିକା କାମ ବି କରନ୍ତି, ରାଇଟ? ୟେସ୍ ସାର୍। ଯେମିତି ଧରି ଆଣ କହିଲେ ମାରି ଆଣିବେ। ତ ଅତିଶୟ, ଯାହାକୁ କି ଆମର ସଂସ୍କୃତ ନୀତି ବାଣୀରେ ମଧ୍ୟ ସେ କଥା କୁହାଯାଏ ଯେ ଅତି ଦର୍ପେ ହତାଲଙ୍କା ଅତି ମାନେ ଚକୌରବା ଅତି ଦାନେ ବଳିର୍ବଦ୍ଧ ଅତି ସର୍ବତ୍ର ଗର୍ହିତମ୍। ମାନେ କୌଣସି ଜାଗାରେ ଅତି, ଜଣେ ବହୁତ ଭଲ କାମ କରେ କିନ୍ତୁ ତାର ମଧ୍ୟ ଗୋଟେ ସୀମା ରହେ। ସେ ବି ଯଦି ଅତି ହୁଏ, ତେଣୁ ଯେମିତି କୁହାଗଲା ଯେ ଅତି ଦର୍ପେ ହତାଲଙ୍କା, ରାବଣ ପାଖରେ ସବୁ ଶକ୍ତି ଥିଲା। ଲଙ୍କାର ରାବଣ ପାଖରେ ସବୁ ଶକ୍ତି ଥିଲା, ଜ୍ଞାନ ବି ଥିଲା, ସବୁ କିଛି ଥିଲା, କିନ୍ତୁ କେବଳ ଗୋଟେ ଜିନିଷ ସେ ହେଲା ଅତିଶୟ ଦର୍ପ। ନିଜ ଶକ୍ତି ଉପରେ ଅତିଶୟ ଅହଙ୍କାର, ଯେ ମତେ କେହି ହରେଇ ପାରିବେ ନାହିଁ। ଯୋଉଥିପାଇଁ ସ୍ୱର୍ଣ୍ଣଲଙ୍କା ବିନାଶ ହେଲା। ଅତି ମାନେ ଚ କୌରବା, ଦୁର୍ଯ୍ୟୋଧନ ମହାମାନି ଦୁର୍ଯ୍ୟୋଧନ, ଯୋଉଥିପାଇଁ ସେ ସମସ୍ତ ଶକ୍ତି ଥାଇ ମଧ୍ୟ ହାରିବାକୁ ପଡିଲା। ଅତି ଦାନେ ବଳିର୍ବଦ୍ଧ, ଆମେ ଜାଣିଛୁ ଯେ ବଳି, ରାଜା ବଳି ଯେତେବେଳେ ଦାନ କରିବାର ତାଙ୍କର ଶକ୍ତି ବେଶୀ ବୃଦ୍ଧି ପାଇଲା ଏବଂ ଭଗବାନ ମଧ୍ୟ ଡରିଗଲେ ଯେ ୟାର ଦାନ ଶକ୍ତି ଏତେ ବେଶୀ ଯେ ହୁଏତ ଭଗବାନ ଠାରୁ ମଧ୍ୟ ଇଏ ଜିତି ଯାଇପାରେ। ତେଣୁ ଭଗବାନ ତାକୁ ପରୀକ୍ଷା ନେଲେ, ସର୍ତ୍ତ କରେଇଲେ, ଦାନ ମାଗିଲେ ଏବଂ ସେ ଦାନରେ ହିଁ ସବୁ କିଛି ମାଗିନେଲେ। ତେଣୁ ଅତି ଦାନେ ବଳିର୍ବଦ୍ଧ ଅତି ସର୍ବତ୍ର ଗର୍ହିତମ୍। କିନ୍ତୁ ଆଜିର ଦୁନିଆରେ କଣ ହଉଛି? ଅତି ସର୍ବତ୍ର ପୂଜ୍ୟତେ, ନାଇଁ? ଯାହାର ଯେତେ ଅଧିକା ସେ ସେତେ ପୂଜା ପାଇବ। ଆଜି ସେମିତି ହଉଛି ନା? ୟେସ୍ ସାର୍। ଯାହା ପାଖରେ ସବୁଠୁ ବେଶୀ ପଇସା ସେ ବେଶୀ ପୂଜା ପାଇବ। କିନ୍ତୁ ନୀତି କହୁଛି, ବ୍ୟକ୍ତିତ୍ବ କହୁଛି ଯେ ସବୁବେଳେ ଅତିକୁ ବହିଷ୍କାର କରିବା ଉଚିତ। ଯଦିଓ ଭଲ ଗୁଣ ବି ହେଇଥାଇପାରେ, କିନ୍ତୁ ଅତି ବା ସବୁବେଳେ ନିଜର ସ୍ଥିତି, ନିଜର ସୀମାକୁ ଦେଖି ବ୍ୟବହାର କରିବା ଉଚିତ। ସେ ହେଲା ଏକ୍ସଟ୍ରୋଭର୍ସନ। ତାପରେ ହେଲା ଏଗ୍ରିଏବୁଲନେସ, ସହମତି,
अर्थात आमे केउठी सहमत होउछु केउठी सहमत हेउ नाहु जेमिति कि बेले बेले कहा जाए जे माछी को भी मर न कहिबा ए भलिया सहमति ठीक कि नो सर। आमे एते सहमत हो जिबा जे खराब रे भी चुप रहिबा भल रे भी चुप रहिबा एवं कहा जाए साइलेंस इज एग्रीएबलनेस बेले बेले चुप रहिबाटा भी सम्मति बोली कहा जाए मौन सम्मति लक्षणम तेणु एटी सहमति बा सम्मति अर्थात आम क्यों क्यों काम रे आमर सम्मति दौछु हुए तो से काम रे आमर व्यक्तिगत आवश्यकता न थाई पारे आमर व्यक्तिगत लाभ क्षति से न थाई पारे किंतु जेहेतु गोटे काम उपरे जेमिति उदाहरण स्वरूप निया जाऊ जे वर्तमान सारा विश्व रे कोरोना रो आतंक देखा देइछि कोरोना एक महामारी रूप रे तार आतंक खेलैछि आम गाँ रे आम घरे से आतंक नाही तेणु मु कौन करी मोटरसाइकिल बाहर करी मोर पुओ झील को बसई आराम रे जाइकरी बुलिकरी आसबी तेणु मोर सम्मति क्यों काम रे हैला मोर व्यक्तिगत इच्छा को मु सम्मति देली मु गोटे सामूहिक इच्छा बा सामूहिक मंगल को मु सम्मति देली नाही ठीक यस सर। जदियो मोर से व्यक्तिगत लाभ क्षति किछि नाही तथापि मध्य जो सम्मति अन्यर क्षति करुछि जो सम्मति द्वारा गोटे सामूहिक कार्य रे व्याहत आसुछि मु से भलिया सम्मति मते देबी नाही तेणु भल लोक जी से मौन सम्मति देवा कथा नुहे मैं आगु भी कही आज भी रिपीट करुच्ची खराब लोक माने खराब काम करती यह गोटे साधारण कथा कारण से खराब काम करने से खराब लोक किंतु जो माने भल लोक से खराब काम को खराब न कहवाटा भी खराब तो ये हूँ व्यक्तित्व आउ गोटे गुण तापर आसला एक्साइटमेंट बा उत्तेजना जेमिति कि वर्तमान मु सुनी पारुथिली जे के जने छोट पिला कहा पाखरे अछंती एवं पिलाटी जते बेले हमको डिस्टर्ब करूची आमे हठात उत्तेजित हे जाउचलु ताको जाय चुप होय तो ता भीतर स्नेह भी अछि किंतु इरिटेशन ओरिडनेस अर्थात टिके टिके कथारे उत्तेजित हो जिवा बा टिके टिके कथारे चिंताशील हो जिवा बा टिके टिके कथारे गुम मारी करी बसी रहिबा ये सब जो व्यवहार या मध्य व्यक्तित्व को सूचई दिए तेणु व्यक्तित्व कौन व्यक्तित्वर समाहार को गुणावली को नहीं एमती छोट छोट गुणावली तो बहुत अच्छी किंतु को जिनिस रे व्यक्तित्व विकसित हम तार मुख्य 5टा पॉइंट मो नहीं आसते तेणु ये 5टा पॉइंट को आम इंट्रोडक्शन रे छोट आकार रे ताको लिखिबा व्यक्तित्व कौन ठीक अच्छे तापरे आसीबा इंटीग्रेटेड पर्सनालिटी समन्वित व्यक्तित्व व्यक्तित्वर समन्वय हेबा दरकार अर्थात ये जो आगु जो सब गुण कहले यही गुण गुड़िक पुणी प्रत्येक क्षेत्र रे व्यक्तिर प्रत्येक क्षेत्र रे से गुण गुड़िक प्रकाशित हेबा दरकार अर्थात व्यक्तिर समस्त व्यवहार भितरे गोटे समन्वय प्रतिष्ठा हेबा दरकार ताको कहा जाउची
समन्वित व्यक्तित्व जो थे आगु आम ये कथा आलोचना कर सारी जे तार फिजिकल एस्पेक्ट्स तार मोराल एस्पेक्ट्स तार ए सॉरी तार मेंटल एस्पेक्ट्स तार इमोशनल एस्पेक्ट्स तार सोशल एस्पेक्ट ये सब गुड़ी को मिसले टोटाली आम या आलोचना कर सारीचे जे विकास विभिन्न दिग कौन तेणु ये विकास विभिन्न दिग गुड़िक सांगे व्यक्तित्वर ये सब जो गुण आम एवं आलोचना कले ये सब गुड़िक जदि मिसई दि जाए सबुरी भितर सबु विकास प्रक्रिया भितर यदि ओपननेस रहे जदि कंटिन्यूअस कंसेंटियसनेस रहे एक्स्ट्रा बिहेवियर नियंत्रण रहे एग्रीएबलनेस ठीक भाव में बुझी पारिबार शक्ति रहे एवं उच्चजित न होबार अभ्यास जदि रहे सब प्रकार विकास ठीक भाव में हो पार गोटे सम्मिलित गोटे समन्वित व्यक्तित्व बोली आमे कहि पारिबा। तले समन्वित व्यक्तित्व को बुझिबा पई आमे आउ टिके साहाय्य नेवा मो किछि नोट्स तुम पई तैयार करछि देखिबा ए नोट्स रे आमे गत काली ये विषय रे आलोचना करथिले पर्सनालिटी आलोचना कर सारी तापर आसीबा पर्सनालिटी डेवलपमेंट एवं तापर समन्वित आचरण बा इंटीग्रेटेड पर्सनालिटी। तो इंटीग्रेटेड पर्सनालिटी बा समन्वित व्यक्तित्व आप माने देखि परछन स्क्रीन को यस सर। तो व्यक्तित्व समन्वय बा समन्वित व्यक्तित्व कहले हमें प्रथम पैराग्राफ रे व्यक्तित्व विषय लिखिले तापर व्यक्तित्व विकास विषय टिके धारणा देले ठीक अछि तापर वर्तमान 3 नंबर पैराग्राफ है जे इंटीग्रेटेड पर्सनालिटी कौन बा व्यक्तित्व समन्वय कौन। तो व्यक्तित्व समन्वय कहले जहाँ आगु स्लाइड रे देखा जाइथिला ताकू मु खाली एठी नोट करछि इंटीग्रेटेड पर्सनालिटी रो मीनिंग हैला द टोटल ह्यूमन बीइंग एज ए होल organized and balanced with all dimensions of development अर्थात व्यक्तिर विकास रो समस्त दिग को संगठित भाव रे ओ समतुलित भाव रे एकत्रित करिवा यार अर्थ हैला कि व्यक्तिर विकास रो समस्त दिग को संगठित
ସମତୁଳିତ। ଭାବରେ ପ୍ରକାଶିତ କରିବା। ଏହା କେମିତି? ସମନ୍ୱିତ ବ୍ୟକ୍ତିତ୍ୱକୁ ବୁଝିବା ପାଇଁ ଆମେ ବ୍ୟକ୍ତିତ୍ୱର ସମସ୍ତ ଦିଗକୁ ବୁଝିବା, ଯାହାର ଗୋଟେ ସୁସଙ୍ଗତ, ସଂଗଠିତ ଏବଂ ସମତୁଳିତ ପରିପ୍ରକାଶ ଆବଶ୍ୟକ ଅଟେ। ସେଗୁଡ଼ିକ ହେଲା ଆମର ନିଡ୍ସ, ଆବଶ୍ୟକତା, ଇଣ୍ଟରେଷ୍ଟ, ଆଗ୍ରହ, ଏଟିଚ୍ୟୁଡ, ମନୋବୃତ୍ତି, ଏପ୍ଟିଚ୍ୟୁଡ, ଦକ୍ଷତା, ଟେମ୍ପରାମେଣ୍ଟ, ସ୍ୱଭାବ, ସାଇକୋଲୋଜି, ମନତତ୍ଵ, ଭୋକାବୁଲାରୀ, ଶବ୍ଦକୋଷ ବା ଶବ୍ଦ ଭଣ୍ଡାର, ଅର୍ଥାତ୍ ଆମେ କଣ କହୁଛୁ, କିଭଳି ବ୍ୟବହାର କରୁଛୁ, ଆମର ସ୍ୱଭାବ କେମିତି ଅଛି, ଆମର ମନ ଭିତରେ ଆମେ କଣ ଚିନ୍ତା କରୁଛୁ, ଆମର ଆଗ୍ରହ କୋଉ ଦିଗରେ ଅଛି, ଆମେ ଅନେକ ଜିନିଷ ଆବଶ୍ୟକ ଥିବା ସମୟରେ କୋଉ ଆବଶ୍ୟକତାଟାକୁ ବେଶୀ ଗୁରୁତ୍ୱ ଦଉଛୁ, ଆମର ମନୋବୃତ୍ତି କୋଉ ଦିଗରେ ଯାଉଛି, ଇଏ ସମସ୍ତ ଦିଗକୁ ଏକ ସଙ୍ଗରେ ଯଦି ବିଚାର କରାଯାଏ, କିଭଳି ନା ହାରମୋନିୟସ, ସୁସଙ୍ଗତ, କାହାକୁ କମ ବେଶୀ ନୁହଁ, ସବୁକୁ ସମାନ ଗୁରୁତ୍ୱ ଦେବା, ସଂଗଠିତ ଭାବରେ, ଅର୍ଥାତ୍ କିଏ ଆଗ କିଏ ପଛ ହେଇପାରେ, କିନ୍ତୁ ରହିବେ ସମସ୍ତେ, ଗୁରୁତ୍ୱ ଦେବା ସବୁ ଜିନିଷକୁ, ଏବଂ ପ୍ରଭାବଶାଳୀ ଭାବରେ, ଇଫେକ୍ଟିଭ ମ୍ୟାନରରେ, ଖାଲି କାମଟି କରିଦେଲେ ହବ ନାହିଁ, ତାର ଫଳାଫଳ ମଧ୍ୟ ଆମକୁ ଦେଖାଯିବା ଦରକାର, ତା ପରିଣାମ ମଧ୍ୟ ଆମକୁ ଦିଶିବା ଦରକାର। ତାହେଲେ ଆମେ ଗୋଟେ ବ୍ୟକ୍ତିତ୍ୱର ସମନ୍ୱୟ କରିପାରିବା। ତେଣୁ ଗୋଟେ ସମନ୍ୱିତ ବ୍ୟକ୍ତିତ୍ୱ କହିଲେ ଏଇଭଳି, ଏଇ ଯାହା ବର୍ତ୍ତମାନ ମୁଁ ନୋଟ୍ସରେ ଦେଖେଇଛି, ତାକୁ ଆମେ ଆଉ ଟିକେ ବର୍ଣ୍ଣନା କରିବା ବହିକୁ ନେଇ, ଯେ ବ୍ୟକ୍ତିର ସବୁ ଦିଗ ବା ସମସ୍ତ ବିକାଶର ସମସ୍ତ ଦିଗ କୁ ଏକତ୍ରିତ ଭାବରେ ପ୍ରକାଶ କଲେ ଗୋଟେ ବ୍ୟକ୍ତିର ବ୍ୟକ୍ତିତ୍ୱ ସମନ୍ୱିତ ବ୍ୟକ୍ତିତ୍ୱ ବୋଲି କୁହାଯାଏ। ଅର୍ଥାତ୍ ଯିଏ ଭଲ କଥା କହିପାରୁଛି, ସେ ଭଲ ଦୌଡ଼ି ପାରୁଛି, ସେ ଭଲ ଗୀତ ଗାଇ ପାରୁଛି, ସେ ତାର କାମକୁ ସେ ବିଚାର ଠିକ କରିପାରୁଛି, ଭଲ ମନ୍ଦ ଜିନିଷ ବୁଝି ପାରୁଛି। ଯେମିତି ଆମେ ଦେଖିଥିବା ଆଜିକାଲି ଯିଏ ଯୋଉ ଦିଗରେ ଏକ୍ସପର୍ଟ, ସେ କେବଳ ସେଇ ଦିଗରେ ଏକ୍ସପର୍ଟ, ସେ ଆଉ ଅନ୍ୟ କଥା ଗୁଡ଼ିକ ବୁଝେ ନାହିଁ। ଯେମିତି ଜଣେ ଭଲ ଗୀତ ଗାଇ ଜାଣେ, ତାକୁ ଯଦି କହିବା ଭାଇ ଚାଲ ଟିକେ ହଳ କରିଦବୁ, ଜମିରେ ଟିକେ ହଳ କରିବା, ନାଇଁ 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 ସେ ମୋ କାମ ନୁହଁ, ରାଇଟ। ଏହାର ଗୋଟେ ବଢିଆ ଉଦାହରଣ ଆମେ ନେଇପାରିବା, ଯେ ଜଣେ ଶିକ୍ଷାନବିଶ ଆଇଏଏସ୍ ଥିଲେ, ଏବଂ ଆଇଏଏସ୍ ରେ ସେ ଗୋଟେ ରଚନା ଲେଖିଥିଲେ, ଗୋଟେ ଏସେ ଲେଖିଥିଲେ ଭାରତର କୃଷି ଉପରେ। ଠିକ ଅଛି, ସମସ୍ତେ ଶୁଣିପାରୁଛନ୍ତି? ଅର୍ଥାତ୍ ଗୋଟେ ସମନ୍ୱିତ ବ୍ୟକ୍ତିତ୍ୱର କଣ ଉଦାହରଣ ମୁଁ ଆଣିବା ପାଇଁ ଗୋଟେ ଛୋଟିଆ ଉଦାହରଣ ଦଉଛି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ, Yes, sir. ଶୁଣି ପାରୁଛନ୍ତି ସମସ୍ତେ? ହଁ ସାର୍, ଶୁଣିପାରୁଛି।
ଜଣେ ଜଣେ ଆଇଏଏସ୍ ସେ ଭାରତ କୃଷି ଉପରେ ଗୋଟେ ଅ, ପ୍ରବନ୍ଧ ଲେଖି ସକ୍ସେସ୍ ହେଲେ, ସେ ଆଇଏଏସ୍ ପାଇଲେ। ଯେତେବେଳେ ସେ ଗୋଟେ ଗାଁକୁ ଗଲେ ଅ, ଜଣେ ଅଫିସର ଭାବରେ, କୃଷି ବିଭାଗର ଜଣେ ଅଫିସର ଭାବରେ, ଏବଂ ସେ ଗାଁର ଲୋକେ ତାଙ୍କୁ ଜମିକୁ ନେଇକରି ଗଲେ ଏବଂ ସେଇଠି ପ୍ରାକ୍ଟିକାଲି କେତୋଟି ବିଷୟ କରିକିରି ବୁଝିବା ପାଇଁ କହିଲେ। ସେ କଥାରେ ତ ବୁଝେଇ ଦେଲେ, କିନ୍ତୁ କାମଟିକୁ କରିବା ବେଳକୁ ସେ ସମ୍ପୂର୍ଣ୍ଣ ଭାବରେ ଫେଲିଓର ହେଲେ। ତାହେଲେ ତାଙ୍କୁ ଆମେ ଗୋଟେ ସମନ୍ୱିତ ବ୍ୟକ୍ତିତ୍ୱ କହିପାରିବା କି? ଜଣେ ବ୍ୟକ୍ତି ଚାଷ ବିଷୟରେ ରଚନା ଲେଖି ପାସ୍ କରି ଆଇଏଏସ୍ ପାଇ ଚାକିରି କଲେ, କିନ୍ତୁ ଯେତେବେଳେ ସେ ଚାଷ ଜମିକୁ ଗଲେ, ସେ ଯାହା କହିଲେ କୌଣସି ପ୍ରକାରରେ ତାକୁ ସେ ନିଜ ହାତରେ କରିପାରିଲେ ନାହିଁ। ତାହେଲେ ତାଙ୍କର ବ୍ୟକ୍ତିତ୍ୱକୁ ଆମେ ସମନ୍ୱିତ ବ୍ୟକ୍ତିତ୍ୱ କହିବା କି? नहीं सर। ତେଣୁ ଏ ଉଦାହରଣକୁ ଆମେ ଯଦି ନେବା, ଦୁନିଆରେ ବ୍ୟକ୍ତିତ୍ୱ କିଭଳି ହେବା ଉଚିତ ନା ସମନ୍ୱିତ ବ୍ୟକ୍ତିତ୍ୱ ହେବା ଉଚିତ। ଅର୍ଥାତ୍ କଥା ଏବଂ କାମରେ ଫରକ ରହିବା କଥା ନୁହଁ। ଏ ଗୋଟେ ପ୍ରକାର ଉଦାହରଣ ଗଲା। ଆଚ୍ଛା, ଆଉ ଗୋଟେ ଉଦାହରଣ ଆମେ ନେବା ଯେ ଯିଏ କ୍ରିକେଟ ଖେଳରେ ବଢିଆ, ଯିଏ ବଢିଆ କ୍ରିକେଟ ଖେଳି ପାରୁଛନ୍ତି, ସେ ଅନ୍ୟ କାମରେ ବି ସେଇଭଳିଆ ତାଙ୍କର ଦକ୍ଷତା ପ୍ରତିପାଦନ କରିପାରୁଛନ୍ତି କି? नो सर। ଠିକ ଅଛି, ସେତିକି ଦକ୍ଷତା ନଥାଇପାରେ, କିନ୍ତୁ ମିନିମମ୍ ଅନ୍ୟ କାମ ପ୍ରତି ତାଙ୍କର ଯୋଉ ସମ୍ମାନ ବୋଧ ରହିବା କଥା, ସେତିକି ବି ରହେ ନାହିଁ। ବେଳେ ବେଳେ କିଛି ଲୋକଙ୍କର ରହେ, ଯୋଉମାନଙ୍କର ରହେ ସେମାନଙ୍କୁ ଅନ୍ୟମାନେ ଭଲ ପାଆନ୍ତି, କାରଣ ତାଙ୍କର ବ୍ୟକ୍ତିତ୍ୱ ଗୋଟେ ସମନ୍ୱିତ ବ୍ୟକ୍ତିତ୍ୱ ଅଟେ। ଯେମିତି ଭାରତ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି, ବର୍ତ୍ତମାନ ପର୍ଯ୍ୟନ୍ତ ବି ଲୋକମାନେ ତାଙ୍କୁ ଭଲ ପାଆନ୍ତି। କେବଳ କ୍ରିକେଟ ପ୍ରେମୀ ମାନେ ନୁହନ୍ତି, ଅନ୍ୟମାନେ ବି ଭଲ ପାଆନ୍ତି, କାରଣ ସେ ଖାଲି କ୍ରିକେଟ ଖେଳରେ ନୁହଁ, ସେ ସମାଜ ସେବାରେ ମଧ୍ୟ, ଏମିତିକି ନିଜକୁ ଜଣେ ଆର୍ମି ଅଫିସର ଭାବରେ ମଧ୍ୟ ସେ ତାଙ୍କର ଦାୟିତ୍ୱ ତୁଳାଇଛନ୍ତି। ଅର୍ଥାତ୍ यस सर। ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଯେତେବେଳେ ସମସ୍ତ ଦିଗରେ ଗୋଟେ ସମତୁଳିତ ଭାବରେ, ଏମିତି ନୁହଁ ଯେ ଜଣେ ସବୁ ଦିଗରେ ଏକ୍ସପର୍ଟ ହେଇଯିବ, କାରଣ ସବୁ ଜାଣତା ମଣିଷ କୌଣସି ବିଷୟରେ ଟାଣୁଆ ନୁହେଁ। କିନ୍ତୁ ଗୋଟିଏ ଦିଗରେ ଟାଣୁଆ ହେଲେ ମଧ୍ୟ ଅନ୍ୟ ଦିଗ ଗୁଡିକ ପ୍ରତି ଅବହେଳା କରିବା ଉଚିତ ନୁହେଁ। ଜଣେ ବଢିଆ ଭାଷଣ ଦେଇପାରେ, ତାର ଅର୍ଥ ଏଇଆ ନୁହେଁ ଯେ କୋଉଦିନ ଦରକାର ପଡ଼ିଲେ ସେ ଘରେ ରୋଷେଇ କରିପାରିବ ନାହିଁ, ନହେଲେ ତ ଭୋକରେ ମରିବ। ବର୍ତ୍ତମାନ ଯେମିତି ବହୁତ ଲୋକ ନିଜ ଗାଁ ଛାଡି ସବୁ ଅନ୍ୟ ସହର ମାନଙ୍କରେ ଯାଇ କାମ କରୁଥିଲେ, ରୋଜଗାର କରୁଥିଲେ, କିନ୍ତୁ ଲକଡାଉନ ଯେତେବେଳେ ହେଇଗଲା, ଗୋଟିଏ ମାସ ଚଳିବା ପାଇଁ ମଧ୍ୟ ତାଙ୍କ ପାଖରେ ଶକ୍ତି ନାହିଁ। ସେଭଳିଆ କାମ କରିବାର ମୂଲ୍ୟ କଣ? ତେଣୁ ଗୋଟେ ସମନ୍ୱିତ ବ୍ୟକ୍ତିତ୍ୱ ଯାହାର, ସେ ପୂର୍ବାପର ସମ୍ପର୍କ ରଖି ଆଗ ପଛକୁ ଧ୍ୟାନ ଦେଇ କାମଟି କରେ ଏବଂ ସେଭଳି ବ୍ୟକ୍ତି ସମାଜରେ ଉତ୍ତମ ସ୍ଥାନର ଅଧିକାରୀ ହୁଏ। ସମନ୍ୱିତ ବ୍ୟକ୍ତିତ୍ୱର ଅର୍ଥ ବୁଝିଗଲେ? यस सर। ତ ଆଜିର ଯୋଉ କ୍ୱେଶ୍ଚିନ୍ ନମ୍ବର 1 ର ଗୋଟେ ପାର୍ଟ ସରିଗଲା, ଯେ ମିନିଂ ଅଫ or what do you mean by integrated personality? Okay?
एबे आसीबा तार पार्ट 2 को हाउ कैन यू हेल्प द चिल्ड्रेन टू डेवलप इंडिकेटर पर्सनालिटी जे शिशुर समन्वित व्यक्तित्वर विकास पई आमे किभଳି सहाय्य करिवा तार उपाय कौन किछिटा उपाय इति आलोचना करा जायछि जहा कि जणे अभिभावक बा जणे शिक्षक यही उपाय अवलंबन करी शिशुर व्यक्तित्वर समन्वय सृष्टि करि पारिबे एवं समन्वित व्यक्तित्व गठन करि पारिबे तो एथे किछि हमना स्क्रीन रे अछि वेज ऑफ डेवलपिंग इंडिकेटर पर्सनालिटी समन्वित व्यक्तित्व विकास रो उपाय अर्थात शिशु पाखरे एई गुण गुड़िकर विकास हेबा पई हमें ताकू सहाय्य करिवा ताकू एई परिवेश प्रदान करिवा गोटे हला लिसनिंग अदर्स अन्य मानकर कथा सुनिवा अन्य मानकर कथा सुनिवा कहले माने जे जहा कहबे ता सुनिवा एवं से हिसाब रे काम काम करिवा नो सर। नियम रहिला सुनो सबकी करो अपनी सुनो सबकी करो अपनी जेते बेले हम अन्य मानक सुनिबा तांका प्रति हम सम्मान देवा किंतु जेते बेले कामटी करिवा निश्चित भाव रे समस्त कथा को विचार करी कामटी करिवा तेणु उत्तम विचार पई जने उत्तम श्रोता हेबा आवश्यक जे केवल निज कथा अन्य मानक सुनाउ थाए अन्यर कथा सुने नाही तार व्यक्तित्व गोटे उत्तम व्यक्तित्व नुहे तेणु जो पिलाटी काहारी कथा शुणे नाही शिक्षक कथा शुणे नाही बंधु मान कथा शुणे नाही माँ बाप कथा शुणे नाही अभिभावक मान कथा शुणे नाही बहिर कथा शुणे काहारी कथा शुणे नाही से जेते भल काम करू पछे ता पाखरे जेते बढ़िया गुण थाउ कि तार व्यक्तित्व गोटे समन्वित व्यक्तित्व हो पारिब नाही तेणु आमे ताको से भली सहयोग करवा उचित जिन विषय अन्य कथा सुनिबा तबरे हला एक्सपांडिंग इंटरेस्ट आग्रहर परिसीमार विस्तार करवा देखंतो गोटे पिला को मैक्सिमम एक्सपोजर तो परिपार्श्विक परिस्थिति सहित ताकू संपर्क कराइबा उचित विभिन्न प्रकार परिवेश को ताकू नहीं जीवा उचित विभिन्न प्रकार परिवेश रे ताकू काम करिवार सुयोग देवा उचित जहा द्वारा तार आग्रहर परिसीमा वृद्धि पाइब उदाहरण स्वरूप निया जाऊ थरे जने व्यक्ति रिटायर करबा पर चाकरी करथरे चाकरी रिटायरमेंट परे ताको बहुत पैसा मिलला जेतले बहुत पैसा मिलला ताको पचरा गला तुम ये पैसा नहीं कौन करिवो से किसी उत्तर दे पारलानी कहला मु कौन करी मते सहाय्य करन आमे ताको कौन सहाय्य करबा जदि आमे से जगह रे थानते ताको कौन सहाय्य कर थानते से रिटायर कर सरला परे तार संग्रहित पैसा बहुत पैसा ताको मिली ता पाखे बहुत पैसा बर्तमान हो जाइए से कौन करिवो भाई पारु नाही आमे ताको सहाय्य करबा केमते सहाय्य करबा साधारणतः भाव रे आमे केमते सहाय्य करू समाज रे हेलो 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 एम आई ऑडिबल
ସମସ୍ତଙ୍କୁ ଶୁଣା ଯାଉଛି? ହ୍ୟାଲୋ, ହ୍ୟାଲୋ, ଶୁଣା ଯାଉଛି? ସାର୍ ହଁ ଟିକେ ଅପ୍ ଡାଉନ୍ ହଉଥିଲା। ଅପଡାଉନ ହଉଛି ଟିକେ। ଆଚ୍ଛା, ନାଇଁ ଆଜି ଆକ୍ଚୁଆଲି ପାଗ ଖରାପ ଅଛି, ଟିକେ ନେଟୱାର୍କ ପ୍ରୋବ୍ଲେମ ବି ହଉଥିବ। ଯୋଉଠି ଅସୁବିଧା ଲାଗିଲେ କହିବେ। ୟେସ୍ ସାର୍। ଆଚ୍ଛା, ତେଣୁ ଜଣଙ୍କର ଆଗ୍ରହର ପରିସୀମା ବିସ୍ତାର କହିବାର ମାନେ ମୁଁ ଏଠି ମାନେ ଉଦାହରଣ ଦଉଥିଲି। ଜଣେ ବହୁତ ପଇସା ପାଇଲା, ସେ ଚାକିରି କରୁଥିଲା, ରିଟାୟାରମେଣ୍ଟ ପରେ ସେ ବହୁତ ପଇସା ପାଇଲା, ଏକା ସାଙ୍ଗରେ ବହୁତ ଗୁଡାଏ ପଇସା ପାଇଲା। ସେ କଣ କରିବ ସେ ଉପାୟ ଚିନ୍ତା କରୁଛି, ଆମେ ତାକୁ କିଭଳି ସାହାଯ୍ୟ କରିପାରିବା? କୁହନ୍ତୁ। ତାର ଆଗ୍ରହର ପରିସୀମା ବୃଦ୍ଧି କରିବାର ଅଛି, ଆମେ ତାକୁ କିଭଳି ସାହାଯ୍ୟ କରିପାରିବା? ସାର୍ ତାକୁ ଆମେ ଏମିତି ଯୋଉ ବ୍ୟାଙ୍କ ଅନ୍ୟ କୋଉଠି ଯୋଉଠି ତା ଟଙ୍କା ସେଭ ହେଇ ରହିପାରିବ, କେମିତି ସଜେସନ ଦେଇପାରିବା? ଠିକ ଅଛି, ସେଫଟି ଗୋଟେ ଦିଗ। ଆଉ ଗୋଟେ ଦିଗ ହେଲା ସେଫଟି, ଠିକ ଅଛି। କିନ୍ତୁ ଏଠି ଆମର ପ୍ରଶ୍ନ ହଉଛି ଆଗ୍ରହ। କୋଉ ଦିଗରେ ଆଗ୍ରହ ରହିବା ଉଚିତ? ଉଚିତ ଅନୁଚିତ ବି ଛାଡିଦିଅ। ମାନେ ବିଭିନ୍ନ ପ୍ରକାର ଆଗ୍ରହ ଯଦି ତା ସାମ୍ନାରେ ରହିବ, ତାହେଲେ ତା ଭିତରେ ସେ ଗୋଟେ ଚଏସ୍ କରିପାରିବ ଯେ କୋଉ କାମଟା ତା ପାଇଁ ଠିକ। କିନ୍ତୁ ଯଦି ତାର ଆଗ୍ରହର ସଂଖ୍ୟା ସୀମିତ, ତା ପାଖରେ କୌଣସି ଜିନିଷର ଆଗ୍ରହ ନେବାର ଅବକାଶ ନାହିଁ, ବା ସେଭଳି ପରିବେଶ ତା ପାଖରେ ନାହିଁ, ସେ କଣ ଆଗ୍ରହ କରିବ? ଆଜିକାଲି ଆମ ପିଲାମାନଙ୍କର ଅବସ୍ଥା କଣ ହଉଛି, ତାଙ୍କର ଆଗ୍ରହର ପରିସୀମା ବୃଦ୍ଧି ପାଉନାହିଁ। ଆମେ କେବଳ ଘରକୁ ଆସ, ସ୍କୁଲ ଯାଅ, ସ୍କୁଲରୁ ଆସ, ହୋମଟାସ୍କ କର, ପୁଣି ଖାଅ ପିଅ ଶୁଅ, ପୁଣି ସ୍କୁଲ ଯାଅ। ଏଇ ଯୋଉ ସୀମିତ ଆଗ୍ରହ, ତାଙ୍କର ଯୋଉ ମନର ଅବସ୍ଥାକୁ ଆମେ ସୀମିତ କରିଦଉଛୁ, ଫଳରେ ତାଙ୍କର ଆଗ୍ରହର ପରିସୀମା ବୃଦ୍ଧି ପାଉନାହିଁ। ଏବଂ ଆଗ୍ରହର ପରିସୀମା ଯଦି ବୃଦ୍ଧି ପାଏ ନାହିଁ, ସେମାନେ ବିଭିନ୍ନ ପ୍ରକାର ପରିବେଶ ସାଙ୍ଗରେ ନିଜକୁ ଖାପ ଖୁଆଇବା ପାଇଁ ଚିନ୍ତା ମଧ୍ୟ କରିବେ ନାହିଁ। ତାଙ୍କର କୌଣସି ଦିଗରେ ଆଗ୍ରହ ଆସିବ ନାହିଁ। ଖେଳିବା ପାଇଁ ଯଦିଓ ତାକୁ କହିବା ଖେଳିବା ପାଇଁ, ସେ ଯିବ ଜଷ୍ଟ ଟିକେ ଖାଲି ପିଲାଙ୍କ ସାଙ୍ଗରେ ଯୋଗାଯୋଗ କରିଦେଲା, ତାପରେ ପୁଣି ଘରକୁ ଫେରି ଆସିଲା। ତାର ବ୍ୟକ୍ତିତ୍ୱର ସୁଷମ ବିକାଶ ହବ? ନୋ ସାର୍। ଧରାଯାଉ ତାର ବହି ପଢାରେ ଆଗ୍ରହ ନାହିଁ, କାହାଣୀ ଶୁଣିବାରେ ଆଗ୍ରହ ନାହିଁ, ଅ କେବଳ ଯୋଉ ଦିଗରେ ଆଗ୍ରହ ଅଛି, ସେ ଗୋଟେ ଦିଗରେ କେବଳ ମୋବାଇଲ ଧରି ସେ ବସିଛି। ତାମାନେ ଆଗ୍ରହର ପରିସୀମାର ଯଦି ବିସ୍ତାର ହବ ନାହିଁ, ବିଭିନ୍ନ ପ୍ରକାର ବିଷୟ ସାଙ୍ଗରେ ତାର ଯଦି ଏକ୍ସପୋଜର ହବ ନାହିଁ, ତାହେଲେ ଆଗ୍ରହ ପରିସୀମା ବୃଦ୍ଧି ହବ ନାହିଁ। ତେଣୁ ଆମର କାମ ହେଲା, ବା ଶିକ୍ଷକଙ୍କର କାମ ହେଲା, ବା ପିତାମାତାଙ୍କର କାମ ହେଲା, ତାକୁ ବିଭିନ୍ନ ପରିବେଶକୁ ନେଇଯିବା। ତାରି ଭିତରେ ଗୋଟେ ମୁଖ୍ୟ ଜିନିଷ ରହୁଛି ଆମର ଯୋଉ ଛୁଟି ସମୟରେ ବିଭିନ୍ନ ଦର୍ଶନୀୟ ସ୍ଥାନକୁ ବୁଲେଇ ନେବା, ବିଭିନ୍ନ ଐତିହାସିକ ସ୍ଥାନକୁ ବୁଲେଇ ନେବା, ବା ସମାଜର ଯୋଉ ବିଭିନ୍ନ ପ୍ରକାରର ପେସା ବା ବୃତ୍ତିଗତ କାମ ଅଛି, ଯେମିତି କମାର ଶାଳ, ଆମର ବଢେଇ ପାଖକୁ, ଟେଲର ପାଖକୁ, ବା ଯୋଉ ବିଭିନ୍ନ ପ୍ରକାର ସଂସ୍ଥା, ପୋଷ୍ଟ ଅଫିସ, ବ୍ୟାଙ୍କ, ମନ୍ଦିର, ଏମିତି ବିଭିନ୍ନ ସ୍ଥାନ, ବିଭିନ୍ନ ସଂସ୍ଥା, ବିଭିନ୍ନ କ୍ରିୟା ସାଙ୍ଗରେ ତାକୁ ଯେତେବେଳେ ଆମେ ନେଇକରି ଜଡିତ କରାଇବା, ତାପରେ ଯାଇକି ତାର ଆଗ୍ରହର ପରିସୀମା ବୃଦ୍ଧି ପାଇବ। ପାଠ ପଢିବା କହିଲେ କେବଳ ପରୀକ୍ଷା ପାଇଁ ନୁହେଁ। ପାଠ ପଢିବାର ଅର୍ଥ ବିଭିନ୍ନ ପ୍ରକାର ବହି ପଢିବା, ଖବର କାଗଜ ପଢିବା, ଗପ ପଢିବା, ଜୀବନୀ କଥା ପଢିବା, ଏଭଳି ମାନେ ବହି, କେତେ ପ୍ରକାର ବହି ଅଛି, ବହିରେ କଣ କଣ ସବୁ ଲେଖା ଯାଇଥାଏ, ତ ଏମିତି ବିଭିନ୍ନ ଦିଗରେ ତାର ଆଗ୍ରହର ପରିସୀମାକୁ ବିସ୍ତାର କରିବା। ଇଏ ହଉଛି ସଂଗଠିତ ଭାବରେ ଗୋଟେ ସୁଷମ ବ୍ୟକ୍ତିତ୍ବ ବିକାଶ କରିବାର ଆଉ ଗୋଟେ ଦିଗ। ତାପରେ ଉତ୍ତମ କଥାବାର୍ତ୍ତା, ଗୁଡ କନଭରସେସନ। ଉତ୍ତମ କଥାବାର୍ତ୍ତା କହିଲେ
ଉତ୍ତମ କଥାବାର୍ତ୍ତା କୋଉଟା କହୁ? ହ୍ୟାଲୋ। ଆମେ ଉତ୍ତର କିଭଳି ଆମେ କିପରି କଥାବାର୍ତ୍ତାକୁ ଭଲ କଥାବାର୍ତ୍ତା କହିବା? ଗୁଡ୍ କନଭରସେସନ। ହ୍ୟାଲୋ। ହ୍ୟାଲୋ। ୟେସ୍ ସାର୍। ଆପଣ ମାନେ ବର୍ତ୍ତମାନ 2 ଘଣ୍ଟା ପାଇଁ ମୋ ସାଙ୍ଗରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ସେ ସମୟରେ ଆପଣଙ୍କର ମନ କିଛି ଅନ୍ୟ ଦିଗରେ ଅଛି। ତାହେଲେ ୟାକୁ ଗୋଟେ ଗୁଡ୍ କନଭରସେସନ କୁହାଯିବ କି? ନାହିଁ। ନୋ ନାହିଁ। ସାର୍। ତେଣୁ ଶିଶୁର ମଧ୍ୟ ଠିକ ସେଇ ଅବସ୍ଥା ହୁଏ। ସେ କଥାବାର୍ତ୍ତା କରୁଥିବ ଗୋଟେ ପଟେ, ତାର ମନ ଥିବ ଆଉ ଗୋଟେ ପଟେ, ଚିନ୍ତା କରୁଥିବ ଆଉ ଗୋଟେ ପଟେ, ବା ଯେତେବେଳେ ବଡ ଲୋକମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବ ତାର ଭାବଭଙ୍ଗୀ ଠିକ ରହୁନଥିବ। ଆଉ ଗୋଟେ ଦିଗରେ ହେଲା ଭୋକାବୁଲାରି, ଶବ୍ଦ ଭଣ୍ଡାର, ଯୋଉଠି ଯୋଉ ଶବ୍ଦର ପ୍ରୟୋଗ କରିବା କଥା ସେ ଶବ୍ଦ ପ୍ରୟୋଗ କରିପାରୁନଥିବ, ଅପଶବ୍ଦ ପ୍ରୟୋଗ କରୁଥିବ, ଏଭଳି ଆମେ ଦେଖିଥିବା ନା? ୟେସ୍ ସାର୍। ତ ତା ପାଇଁ ଆମକୁ ତା ସାମ୍ନାରେ ଉଦାହରଣ ହେବାକୁ ପଡିବ। ଆମେ ଯଦି କହିବା ଶଳା ମାଷ୍ଟର କେମିତି ମୋ ପିଲାକୁ ପଢଉଛି, ତାହେଲେ ପିଲାଟି ଖାଲି କଣ କହିବ? ଶଳା ମାଷ୍ଟର କହିବ କି ନାହିଁ? ୟେସ୍ ତେଣୁ ସାର୍। ଗୁଡ୍ କନଭରସେସନ ଇଏ ମଧ୍ୟ ଗୋଟେ ସୁଷମ ବ୍ୟକ୍ତିତ୍ୱର ଆଉ ଗୋଟେ ଦିଗ। ଭଲ କଥାବାର୍ତ୍ତା କରିବା, ଉତ୍ତମ କଥାବାର୍ତ୍ତା ପାଇଁ ସଠିକ ସ୍ୱର, ସଠିକ ଭାବଭଙ୍ଗୀ, ସଠିକ ଶବ୍ଦ ଚୟନ, ଏସବୁ ହଉଛି ଗୋଟେ ଗୁଡ କନଭରସେସନ ର ଲକ୍ଷଣ। ତେଣୁ ଏଥିରେ ଆମେ ପିଲାକୁ ସାହାଯ୍ୟ କରିପାରିବା। ତାପରେ ହେଲା ଓପିନିଅନ ମେକିଂ, ନିର୍ଣ୍ଣୟ କରିବା, ମତ ନିର୍ଣ୍ଣୟ କରିବା, ବା ମତ ପୋଷଣ କରିବା, ଖୋଲା ଖୋଲି ସ୍ଵାଧୀନ ଭାବରେ ମତ ପୋଷଣ କରିପାରିବା ପାଇଁ ପିଲାକୁ ସୁଯୋଗ ଦେବା ଦରକାର। ସବୁବେଳେ ପିଲାକୁ ଚାପି ଦେବା କଥା ନୁହେଁ, ବା ତାକୁ ମତ ପ୍ରକାଶ କରିବା ପାଇଁ ସୁଯୋଗ ଦେବା କଥା, ଯୋଉଥିରେ ତାର ସୁଷମ ବ୍ୟକ୍ତିତ୍ବ ବିକଶିତ ହେଇପାରିବ। ତାପରେ ସେଲ୍ଫ ଡିଟରମିନେସନ, ଆତ୍ମ ନିର୍ଣ୍ଣୟ କରିବା ପାଇଁ ଆମେ ପିଲାକୁ ସାହାଯ୍ୟ କରିବା। ଆତ୍ମ ନିର୍ଣ୍ଣୟ କେମିତି ହୁଏ? ଆତ୍ମ ନିର୍ଣ୍ଣୟ କେମିତି କରାଯାଏ, କେମିତି ହୁଏ? ସହଜରେ ବୁଝିବା ପାଇଁ ହେଲେ ଆତ୍ମ ନିର୍ଣ୍ଣୟ କହିଲେ ନିଜ କାମ ନିଜେ କରିବା। ଧରାଯାଉ ସ୍କୁଲରୁ ପିଲାଟିକୁ ହୋମୱାର୍କ ଦିଆଯାଇଛି, ହୋମୱାର୍କ କିଏ କରିବ? ନିଜେ କରିବ। ନାଇଁ ଆଜିକାଲି ତ ବାପା ମା ବେଶୀ କରୁଛନ୍ତି। କାରଣ ମୋ ପିଲା ହୁଏତ କ୍ଲାସରେ ପଛରେ ପଡିଯିବ, ତେଣୁ ଚାଲ ଆମେ କରିଦବା, ଏମିତି ହୁଏ ନା? ୟେସ୍ ସାର୍। ଯାହାକି ତାର ସୁଷମ ବ୍ୟକ୍ତିତ୍ୱ ବିକାଶରେ ବାଧାପ୍ରାପ୍ତ କରାଇଥାଏ। ତେଣୁ ପିଲା ସେଲ୍ଫ ଡିଟରମିନେସନ ହବ ଯେ ମୋ କାମ ମୁଁ କରିବି, ମୁଁ କରିପାରିବି। ଏଥିପାଇଁ ତାକୁ ଯଥେଷ୍ଟ ସୁଯୋଗ ଦେବା ଦରକାର। ତାକୁ ଆମେ ସହଯୋଗ କରିପାରିବା, ତା ପଛରେ ଆମେ ତାକୁ ମାର୍ଗଦର୍ଶନ କରିବା, ତାକୁ ବୁଝେଇଦବା, କିନ୍ତୁ ସେ ଯେମିତି ତା କାମ ନିଜେ କରିବ। ଏବଂ ଯେତେବେଳେ କୌଣସି ଜାଗାରେ ଆମେ ନଥିବା ଆଉ ଆବଶ୍ୟକ ପଡ଼ିବ, ତାର ନିଷ୍ପତ୍ତି ସେ ନିଜେ ନେଇପାରିବ। ଏଥିପାଇଁ ଆମେ ତାକୁ ସୁଯୋଗ ଦେବା ଦରକାର। ତାପରେ ହେଲା ପଜିଟିଭ ଆଉଟଲୁକ୍, ସକାରାତ୍ମକ ଦୃଷ୍ଟିକୋଣ। ଦେଖିବା ଅନେକ ସମୟରେ ଆମର ଆମେ ଏକା ସାଙ୍ଗରେ ଅନେକ ଜଣ ବସିଛୁ, ସେଠି କିଛି ଗୋଟେ କଥାବାର୍ତ୍ତା ଚାଲିଛି, ହଠାତ୍
କେହି ଜଣେ ସେଠି ଗୋଟେ ଗୀତ ଗାଇବା ଆରମ୍ଭ କଲା। ଗୀତ ଗାଇବା ଖରାପ ନୁହେଁ, କିନ୍ତୁ ସେ କଥାବାର୍ତ୍ତା ଭିତରେ ଗୀତ ଗାଇବା ତାର ସକାରାତ୍ମକ ଦିଗକୁ ପରିଚୟ କରୁଛି କି? ସାର୍ କିମ୍ବା ଧରାଯାଉ ପୋକଟିଏ ମାଟି ଉପରେ ଚାଲି ଚାଲି ଯାଉଛି ଏବଂ ପିଲାଟି ଦେଖିଲା, ସେ କୌତୁକ ବଶତଃ, ତାର ଉଦ୍ଦେଶ୍ୟ ନୁହେଁ ପୋକଟିକୁ ମାରିବା, କିନ୍ତୁ କୌତୁକ ବଶତଃ ସେ ପୋକଟିକୁ ଧରିଲା, ଚିମୁଟି ଦେଲା, ପୋକଟି ମରିଗଲା। ଏହା ସକାରାତ୍ମକ ଦୃଷ୍ଟିକୋଣ ବୋଲି କହିବା କି? ଅନେକ ସମୟରେ ଆମେ ବାପା ମା, ଅଭିଭାବକ, ଶିକ୍ଷକ ମାନେ କଣ କରୁ, ପିଲାର ଛୋଟ ଛୋଟ ଭୁଲ ଗୁଡ଼ିକୁ ଆମେ ଦେଉନା। ଏମିତିକି ବାପା ମା ପିଲାର ଭୁଲକୁ ବୁଝିବା ପାଇଁ ଚେଷ୍ଟା କରନ୍ତି, ଯାହା ପରବର୍ତ୍ତୀ ସମୟରେ ତାର ପଜିଟିଭ ଆଉଟଲୁକ୍ କୁ ବାଧା ଦିଏ। ତାର ସକାରାତ୍ମକ ଦୃଷ୍ଟିକୋଣ କ୍ଷତିଗ୍ରସ୍ତ ହୁଏ। ତେଣୁ ସବୁବେଳେ ଚେଷ୍ଟା କରିବା ଉଚିତ ଯେ ଆମେ ପ୍ରତ୍ୟେକ କ୍ଷଣରେ ପିଲାକୁ ଛୋଟ ଛୋଟ ଭୁଲରୁ ଦୂରେଇ ଆଣିବା ପାଇଁ ତାକୁ ଯଥାସମ୍ଭବ ମାର୍ଗଦର୍ଶନ କରିବା ଉଚିତ ଏବଂ ତା ସାମ୍ନାରେ ଆମେ ସେଇଭଳିଆ ଉଦାହରଣ ସୃଷ୍ଟି କରିବା ଉଚିତ। ହେଲା ଫନ୍ ଆଣ୍ଡ ହ୍ୟୁମରସ୍, ଏଇଟା ଆଉ ଗୋଟେ ବହୁତ ବଡ଼ ଦିଗ ଯେ ଦୁନିଆରେ କିଏ ହସେ ନାହିଁ କହନ୍ତୁ ତ? ଦୁନିଆରେ କିଏ ହସେ ନାହିଁ? ହ୍ୟାଲୋ। ହ୍ୟାଲୋ। ଦୁନିଆରେ କିଏ ହସେ ନାହିଁ? ସମ୍ ସମସ୍ତେ ତ ହସନ୍ତି। ସମସ୍ତେ ହସନ୍ତି? ପଶୁମାନେ ହସନ୍ତି? ହସନ୍ତି। ପଶୁମାନେ ହସନ୍ତି କି? ମାନେ ସେ ହସ୍ ହ୍ୟାଲୋ। ତାଙ୍କୁ ଖାଇବା ଲାଗ ହ୍ୟାଲୋ। ୟେସ୍ ସାର୍। ପଶୁମାନେ ହସନ୍ତି? ହସନ୍ତି। ହସନ୍ତି? ହସନ୍ତି। କିନ୍ତୁ ଆମେ ତାକୁ ବୁଝିପାରୁନା। ହସୁଛନ୍ତି। ପଶୁମାନେ ନା ହସୁଛନ୍ତି ସେମାନେ କିନ୍ତୁ ଆମେ ହସି ତାକୁ ଜାଣିପାରୁନୁ, ମାନେ ମଣିଷର ବାସ୍ ସେ ଗୁଣ ଥାଏ, ସେ ଦେଖେଇ ପାରେ ସେ ବାସ୍ ବାସ୍ ରାଇଟ୍ ରାଇଟ୍ ରାଇଟ୍। ଏଇଠି ସେଇ କଥା ହିଁ କହୁଛି ଯେ ମଜାଳିଆ ଏବଂ ହସ କୌତୁକକୁ ପ୍ରଦର୍ଶନ କରିପାରିବା। ମୁଁ ମନେ ମନେ ହସିଲେ କଣ ହବ? ମନେ ମନେ କିଏ ହସେ? ମନେ ମନେ କିଏ ହସେ? ବା ଯିଏ ମନେ ମନେ ହସେ ଆମେ ତାକୁ କଣ କହୁ? ଯିଏ ମନ ଭିତରେ ହସେ ବା ମନ ଭିତରେ କାନ୍ଦେ ଆମେ ତାକୁ କଣ କହୁ? ହୁଁ? ସେଭଳି ବ୍ୟକ୍ତିର ବ୍ୟକ୍ତିତ୍ବ କିଭଳିଆ ଅଟେ? ଭାରି ଅଡୁଆ ଲୋକ ନାଇଁ? ଆମେ କହୁନା ଏଇ ସେ ଭାରି ଅଡୁଆ ଲୋକରେ ବାବା, ତାକୁ ବୁଝି ହୁଏନି, ସେ କେତେବେଳେ ହସେ କେତେବେଳେ କାନ୍ଦେ କଣ କରେ ତାକୁ ଜମା ବୁଝି ହୁଏ ନାହିଁ ତାକୁ, କହୁନା? ହୁଁ? ତେଣୁ ଯୋଉମାନେ ମଜା କଥା ବା ମଜା ପରିସ୍ଥିତିକୁ ହସ କୌତୁକକୁ ପ୍ରଦର୍ଶନ କରିପାରନ୍ତି ନାହିଁ, ଆଇଦର ସେମାନେ ଭଗବାନ ହେଇଥିବେ ନହେଲେ ପଶୁ ହେଇଥିବେ। ଆମେ କହୁନା କାଳିଆ ତୁ କଣ କରୁ ଆମେ ବୁଝିପାରୁନା, ତୁ କେତେବେଳେ ହସୁ କେତେବେଳେ କାନ୍ଦୁ କି କଣ କରୁ ଆମେ ବୁଝିପାରୁନା, ଭଗବାନ ସେ।
ତେଣୁ ଯଦି କିଏ କାହାର ହସ କାନ୍ଦ ଆମେ ବୁଝିପାରୁନାହୁଁ ତାହେଲେ ସେ ଭଗବାନ ହେଇଥିବ, ଆଉ ନହେଲେ ତ ପୁରା ଶୁଦ୍ଧ ପଶୁ ହେଇଥିବ। ଅର୍ଥାତ୍ ଗୋଟେ ସୁଷମ ବ୍ୟକ୍ତିତ୍ୱ ଗଠନ ପାଇଁ ହେଲେ ମଜାଳିଆ ଏବଂ ହସ କୌତୁକ ପରିସ୍ଥିତିକୁ ପ୍ରଦର୍ଶନ କରିପାରିବା କଥା। ତେଣୁ ତା ପାଇଁ ମଧ୍ୟ ପିଲାମାନଙ୍କ ସାମ୍ନାରେ ବେଳେ ବେଳେ ଏଇ ସବୁ ହସ କୌତୁକ କାର୍ଯ୍ୟକ୍ରମ ଆୟୋଜନ କରିବା କଥା। ହସ କୌତୁକର ପରିବେଶ ତାଙ୍କୁ ଦେବା କଥା, ଯାହାଦ୍ୱାରା ସେମାନେ ମନ ଖୋଲି ହସି ପାରିବେ। କାରଣ ଲାଫ୍ଟର ଇଜ ଦି ବେଷ୍ଟ ମେଡିସିନ। କୁହାଯାଏ ଯେ ଏକ ମୁସ୍କାନ ମେ ହଜାର ମୁସ୍କିଲ ଆସାନ। ଆପଣଙ୍କ ପାଖରେ ଅନେକ ସମସ୍ୟା ଥିବ, କିନ୍ତୁ ଟିକେ ସ୍ମାଇଲ କରିଦିଅନ୍ତୁ, ଟିକେ ମୁରୁକି ହସି ଦିଅନ୍ତୁ, ଅନେକ ସମସ୍ୟାର ସମାଧାନ ହେଇଯିବ। ତାପରେ ଆସିଲା ସାହାଯ୍ୟକାରୀ ମନୋଭାବ, ସପୋର୍ଟିଭ ଆଟିଚ୍ୟୁଡ। ସମସ୍ୟା ସମାଧାନ। ଅର୍ଥାତ୍ ଯୋଉଥିରେ ମୁଁ ଯାହାର ସମର୍ଥ, ଯାହାର ସାମର୍ଥ୍ୟ, ଯୋଉ କାମଟି କରିବାର ସାମର୍ଥ୍ୟ ମୋ ପାଖରେ ସମାଧାନ। ଅଛି, ଅନ୍ୟମାନଙ୍କୁ ସାହାଯ୍ୟ କରିବାର ମନୋଭାବ ମୋ ପାଖରେ ରହିବା ଉଚିତ। ପ୍ରତ୍ୟେକ ପିଲା ପାଖରେ ସାହାଯ୍ୟ କରିବାର ମନୋଭାବ ରହିବା ଉଚିତ, ଯାହାକି ଆଜିକାଲି ଆମେ ବହୁତ ପରିମାଣରେ ଆମେ ସେଥିରୁ ପିଲାମାନଙ୍କୁ ଦୂରେଇ ରଖୁଛୁ। ଆମେ ପିଲାମାନଙ୍କୁ ବାରମ୍ବାର ତାଗିଦ କରୁଛୁ, ଏଇ ତୋର ହୋମୱାର୍କ କାହାକୁ ଦେବୁ ନାହିଁ, ତୋର ତୁ ଜାଣିଛୁ ବୋଲି କାହାକୁ କହିବୁ ନାହିଁ, ତୁ କାହାକୁ ଏ କଥା ବତେଇବୁ ନାହିଁ। ଏ କିଏ କଣ ଅସୁବିଧା ହେଇଗଲା, ତୋର କିଛି ବୁଝିବାର ନାହିଁ, ତୁ ସିଧା ସ୍କୁଲକୁ ବାହାରି ଘରକୁ ଆସିବୁ। ଏମିତି ଅନେକ ପ୍ରକାରର ଆଜିକାଲି ଆମେ ନେଗେଟିଭ ଆଟିଚ୍ୟୁଡ, ଅନସପୋର୍ଟିଭ ଆଟିଚ୍ୟୁଡ ଆମେ ପିଲାମାନଙ୍କ ଭିତରେ ଭରି ଦଉଛୁ। ତେଣୁ ଶିକ୍ଷକ, ପିତାମାତା ସବୁବେଳେ ପିଲାମାନଙ୍କ ସାମ୍ନାରେ ସାହାଯ୍ୟକାରୀ ମନୋଭାବ ରଖିବା ପାଇଁ ସୁଯୋଗ ଦେବା ଉଚିତ, ତାଙ୍କୁ ସେଇଭଳିଆ ପରିବେଶ ଦେବା ଉଚିତ। ସାର୍, ହ୍ୟାଲୋ ହ୍ୟାଲୋ। ଜ୍ଞାନ ଦାନରୁ ଦାନ ନାହିଁ, ଜ୍ଞାନ ଅର୍ଜନରୁ ପୁଣ୍ୟ ନାହିଁ। ଆଜ୍ଞା ଏଇଟା ହଉଛି ନିଷ୍କାମ କର୍ମ। ଆଜ୍ଞା ଆଜ୍ଞା। ତ ଏଥିରେ ଆମେ ସାହାଯ୍ୟକାରୀ ମନୋଭାବ ନିହାତି ରଖିବା ଉଚିତ। ପ୍ରତ୍ୟେକ ମଣିଷକୁ ସାହାଯ୍ୟ କରିବା ଉଚିତ। ହୁଁ। ଇଏ ହଉଛି ବ୍ୟକ୍ତିତ୍ୱର ବହୁତ ବଡ ଦିଗ। ଗୋଟେ ସୁଷମ ବ୍ୟକ୍ତିତ୍ୱ, ଗୋଟେ ଉତ୍ତମ ବ୍ୟକ୍ତିତ୍ୱର ବହୁତ ବଡ ଦିଗ। ତେଣୁ ଏଇଥିରେ ପିତାମାତା ଏବଂ ଶିକ୍ଷକ ସବୁବେଳେ ଆମେ ପିଲାମାନଙ୍କୁ ସୁଯୋଗ ଦେବା ଉଚିତ, ତାଙ୍କୁ ସେଇଭଳିଆ ପରିବେଶ ଦେବା ଉଚିତ। ତାପରେ ଆଉ ଗୋଟେ ଦିଗ ଆସିଲା, ଯୋଉ 10ଟି ଦିଗ କଥା ମୁଁ ଆଲୋଚନା କରୁଥିଲି ଏଠି, ଯୋଉ 10ଟା ସୂତ୍ର ଆମେ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ, ତାଙ୍କର ବ୍ୟକ୍ତିତ୍ୱର ବିକାଶ ପାଇଁ। ସେ ଦିଗଟି ହେଲା ଅନ୍ୟକୁ ସମ୍ମାନ ପ୍ରଦର୍ଶନ କରିବା, ରେସ୍ପେକ୍ଟିଂ ଅଦର୍ସ। ଏ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ପାଖରେ କିଛି ନା କିଛି ଭଲ ଗୁଣ ଅଛି। ଖରାପ ଗୁଣ ଥାଇପାରେ ଅନେକ ପ୍ରକାରର, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ପାଖରେ କିଛି ନା କିଛି ଭଲ ଗୁଣ ଅଛି। ଯେତେବେଳେ ସେଇ ଭଲ ଗୁଣକୁ ଚିହ୍ନି ଆମେ ତାକୁ ସମ୍ମାନ ଦେବା, ତାହା ଦ୍ୱାରା ବ୍ୟକ୍ତିତ୍ୱର ସୁଷମ ବିକାଶ ହେବାର ସମ୍ଭାବନା ବୃଦ୍ଧି ପାଏ। ଗୋଟେ ଛୋଟ ଉଦାହରଣ, ଆମେ ଅନେକ ସମୟରେ ଏଟା ବହି ମାନଙ୍କରେ ବି ପଢୁ, ଅନେକ ସମୟରେ ଇଏ ଉଦାହରଣ ବିଭିନ୍ନ ଜାଗାରେ ଆସେ। ଆଜି ମୁଁ ତାକୁ ଖାଲି ଆପଣଙ୍କ ସାମ୍ନାରେ ଉପସ୍ଥାପନ କରୁଛି। ଥରେ ବୋଧେ ଏଟା ସନ୍ଥ ରାମଦାସଙ୍କର ଘଟଣା। ସେ ତାଙ୍କର ଗୋଟେ ନିୟମ କରିଥିଲେ ଯେ ଗୋଟେ ଗାଁକୁ ଯିବେ ଏବଂ ସେ ମାତ୍ର ଗୋଟେ ଘରେ ଭିକ୍ଷା କରିବେ। ଭିକ୍ଷା ମିଳିଲା ତ ଭଲ କଥା, ଯଦି ନ ମିଳିଲା ସେଇଦିନ ଗୋଟେ ଗାଁକୁ ଯାଇଛନ୍ତି। ସେଦିନ ସେ ଯୋଉ ଘରକୁ ଯାଇଛନ୍ତି ସେ ଘରେ ହଠାତ୍ ତାଙ୍କର ଗୋଟେ ଅସୁବିଧା, ଅର୍ଥାତ୍ ସେ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହେଇଛି। ସ୍ତ୍ରୀଟି ତାର ବାପ ଘରକୁ ଚାଲି ଯାଇଛି, ସ୍ୱାମୀଟି ଘରେ ଏକଲା ଅଛି। ପହଞ୍ଚିଛନ୍ତି ତାଙ୍କ ଘରେ ଭିକ୍ଷା କରିବା ପାଇଁ, ଏବଂ ସେ ଲୋକଟି ବାହାରିଛି। ୟାଙ୍କୁ ଦେଖିଲା ପରେ ୟାଙ୍କୁ ଗାଲି ଗୁଲଜ କରି ଘରୁ ଫେରେଇ ଦେଇଛି, ଏବଂ ସେ ଯୋଉ ଗାଁକୁ ଯିବେ ସେ ଗାଁରେ ସେ ରହିବେ। ସନ୍ଧ୍ୟାରେ ଲୋକମାନଙ୍କୁ ପ୍ରବଚନ କରିବେ। ସାଧୁର କାମ କଣ? ସାଧୁ ହେଲା ଅନ୍ୟମାନଙ୍କୁ ଜ୍ଞାନ ବାଣ୍ଟିବା, ଅନ୍ୟମାନଙ୍କୁ ଭଲ କାମ ପାଇଁ ପ୍ରବର୍ତ୍ତାଇବା। ସନ୍ଧ୍ୟାରେ
ପ୍ରବଚନ ପାଇଁ ଆରମ୍ଭ କଲେ, ଗାଁ ଲୋକମାନେ ସବୁ ଏକତ୍ରିତ ହେଲେ। ଏଇ ଲୋକ ବି ସେଇ ସ୍ଥାନକୁ ଗଲା। ଯେତେବେଳେ ଦେଖିଲା ଯେ ଆରେ ଆରେ ଏଇ ସାଧୁ ଜଣକ ତ ସକାଳେ ମୋ ଘରକୁ ଯାଇଥିଲେ, ମୁଁ ତାଙ୍କୁ କଟୁ କଥା କହି ଘରୁ ଅ, ଘଉଡେଇ ଦେଇଛି, ମୁଁ ଅପମାନିତ କରିଛି। ଯଦି ସେ ସମସ୍ତଙ୍କ ସାମ୍ନାରେ ଏଇ କଥାଟାକୁ ଖୋଲିକିରି କହିଦିଅନ୍ତି ତ ପରାପକ୍ଷୀ ଗୋଟେ ଦିନରେ ବସିଲା ପ୍ରବଚନ ସମାପ୍ତ ହେଲା ପରେ। ଯେତେବେଳେ ତାଙ୍କର କଥା ସମାପ୍ତ କଲେ, ଲୋକମାନେ ତାଙ୍କୁ ମୁଣ୍ଡିଆ ମାରି ନିଜର ଘରକୁ ଫେରିଲେ। ସମସ୍ତେ ଗଲା ପରେ ଏ ଲୋକଟି ତାଙ୍କ ସାମ୍ନାକୁ ଆସିଲା, ଆଉ ସାଧୁଙ୍କ ପାଦ ତଳେ ମୁଣ୍ଡିଆ ମାରିଲା, କହିଲା ଯେ ପ୍ରଭୁ ମତେ କ୍ଷମା କରନ୍ତୁ, ମୁଁ ସକାଳେ ଆପଣଙ୍କୁ ଅସମ୍ମାନିତ କରିଛି ଏବଂ ଆପଣ ସବୁ ଜାଣି ମଧ୍ୟ ବର୍ତ୍ତମାନ କାହାରି ସାମ୍ନାରେ ଆପଣ ଏ କଥା କହିନାହାନ୍ତି ଯେ ଆଜି ଆପଣ ଖାଇନାହାନ୍ତି ବୋଲି, କାରଣ ଆଜି ଆପଣଙ୍କୁ ଭିକ୍ଷା ମିଳିନାହିଁ। ତ ମୁଁ ବର୍ତ୍ତମାନ ଜାଣିପାରିଲି ଯେ ଆପଣ ଦିନକୁ ଗୋଟେ ଥରେ ହିଁ ଭିକ୍ଷା କରନ୍ତି, ଯଦି ମିଳିଲା ଖାଆନ୍ତି, ନହେଲେ ଖାଆନ୍ତି ନାହିଁ। ତେଣୁ ମୋରି ଯୋଗୁଁ ଆପଣଙ୍କୁ ଆଜି ଅସମ୍ମାନ ବି ମିଳିଲା ଏବଂ ଖାଦ୍ୟ ମଧ୍ୟ ମିଳିଲା ନାହିଁ, ତେଣୁ ଆପଣ ମୋତେ କ୍ଷମା କରନ୍ତୁ। ସାଙ୍ଗେ ସାଙ୍ଗେ ସାଧୁ ଓଲଟା ତାର ପାଦ ତଳେ ପଡିଗଲେ। ଏ ଲୋକଟି ଭାରି ଆଶ୍ଚର୍ଯ୍ୟ ହେଇଗଲେ, କଣ କରୁଛନ୍ତି? ମୁଁ ଦୋଷୀ, ମୁଁ ଅସମ୍ମାନ କରିଛି, ମୁଁ ଆପଣଙ୍କୁ କ୍ଷମା ମାଗିଲି, ଆପଣ ମୋ ପାଦ ତଳେ ପଡୁଛନ୍ତି କାହିଁକି? ସେ କହିଲେ ବାବା ଦେଖ, ସକାଳେ ମୁଁ ତମକୁ ଯୋଉ ଭାବରେ ଦେଖିଥିଲି, ବର୍ତ୍ତମାନ ତମେ ଠିକ ସେଇଆ ନୁହଁ, ଏବଂ ମୁଁ ଯାହାକୁ ପ୍ରଣାମ କରୁଛି ସେ ତମେ ନୁହଁ। ତମ ଭିତରେ ଯେଉଁ ଉତ୍ତମ ଭାବଟି, ଯେଉଁ ସମାନ ଭାବଟି ବର୍ତ୍ତମାନ ପ୍ରକାଶିତ ହେଇଛି, ସେଇ ଦେବ ଗୁଣକୁ ମୁଁ ପ୍ରଣାମ କରୁଛି, ସେଇ ଦେବତାଙ୍କୁ ମୁଁ ପ୍ରଣାମ କରୁଛି। କହିବାର ତାତ୍ପର୍ଯ୍ୟ ହେଲା, ଅନ୍ୟକୁ ସମ୍ମାନ ଦେବାରେ କେବେ କାହାର କିଛି ଊଣା ହୁଏ ନାହିଁ, ଏବଂ ଅନ୍ୟକୁ ସମ୍ମାନ ଦେବାର ଅର୍ଥ ଅନ୍ୟ ଭିତରେ ଥିବା ସେ ଦେବତ୍ୱ ଭାବକୁ, ସେ ଦେବତାଙ୍କୁ ହିଁ ଆମେ ସମ୍ମାନ ଦେଉ। ତେଣୁ ସମ୍ମାନ ପ୍ରଦର୍ଶନ କରିବା ବ୍ୟକ୍ତିତ୍ୱର, ସମ୍ମାନିତ ବ୍ୟକ୍ତିତ୍ୱର। ତେଣୁ ଏ ସବୁ କ୍ଷେତ୍ରରେ ଆମେ ପିଲାମାନଙ୍କୁ ସାହାଯ୍ୟ କରିପାରିବା। ଠିକ ଅଛି? ତେଣୁ ପ୍ରଶ୍ନର ଯୋଉ ଦ୍ୱିତୀୟ ଭାଗ, ଯେ ଆମେ ପିଲାର ସୁଷମ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ବା ସମତୁଳିତ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ କଣ କରିବା, ତାର 10ଟା ପଏଣ୍ଟ ଏଠି ଯୋଉ 10 ୱେଜ୍ ଆମେ ଆଲୋଚନା କଲେ। ବର୍ତ୍ତମାନ ଦେଖିବା କିଛି ନିର୍ଭରଶୀଳ ଉପାଦାନ, ଅର୍ଥାତ୍ କୋଉ ଉପାଦାନ ଗୁଡ଼ିକ ରହିଲେ ପିଲାର ସୁଷମ ବ୍ୟକ୍ତିତ୍ୱ ଗଠନ ହେଇପାରିବ। এই ଉପାଦାନ ଗୁଡ଼ିକୁ ମଧ୍ୟ ଆମେ ପିଲା ଭିତରେ ବିକଶିତ କରିବା ପାଇଁ ଚେଷ୍ଟା କରିବା। ପ୍ରଥମ ଉପାଦାନ ଭାବରେ ନେବା ଏଜୁକେସନ। ଆମେ ଜାଣିଛୁ ଯେ କୌଣସି ବି ଜିନିଷଟି ତାର ଗୁଣାତ୍ମକ ମାନକୁ ସେତେବେଳେ ପ୍ରକାଶ କରିପାରେ ଯେତେବେଳେ ସେ ପରିପକ୍ୱ ହୁଏ। ଯେମିତିକି ଫଳଟିଏ ନ ପାଚିବା ପର୍ଯ୍ୟନ୍ତ, ପରିପକ୍ୱ ନ ହେବା ପର୍ଯ୍ୟନ୍ତ ସେ ଫଳର ସ୍ୱାଦ କଣ ଆମେ ଜାଣିପାରିବା ନାହିଁ। ଅର୍ଥାତ୍ ଆମେ ଯେଉଁ ଗୁଣ ଏଇ ପିଲାଟି ପାଖରୁ ଆଶା କରୁଛୁ, ତାର ସଠିକ ସମୟରେ ତାର ସ୍ୱାଦ ମିଳିବ। ତେଣୁ ଆମେ ସମୟ ପୂର୍ବରୁ ଆମେ ତା ପାଖରୁ ସେଭଳି ବ୍ୟବହାର ଆଶା କରିପାରିବା ନାହିଁ, ସେଭଳି ବ୍ୟକ୍ତିତ୍ୱ ଆମେ ଆଶା କରିପାରିବା ନାହିଁ। ଅନେକ ସମୟରେ ପିତାମାତା ଏଇ ଭୁଲ କରି ବସନ୍ତି। ପିଲାଟି ସ୍କୁଲ ଯାଇଛି କି ନାହିଁ, ତା ପାଖରୁ ଆମେ ଅନେକ ପ୍ରକାରର ଶୃଙ୍ଖଳା ବୋଧ ଆଶା କରୁ, ଅନେକ ପ୍ରକାରର ସମ୍ମାନ ବୋଧ ଆଶା କରୁ, ଅନେକ ପ୍ରକାରର ଜ୍ଞାନ ଆଶା କରୁ, ଯାହାକି ଠିକ ନୁହେଁ। ଅର୍ଥାତ୍ ବ୍ୟକ୍ତିତ୍ୱର ବିକାଶ ପାଇଁ ମଧ୍ୟ ପ୍ରତ୍ୟେକ ସମୟ ଅଛି, ଉପଯୁକ୍ତ ସମୟରେ ହିଁ ଏହି ପ୍ରକାରର ବିକାଶ ହେଇପାରିବ, ଏହାକୁ ଗୁରୁତ୍ୱ ଦିଆଯିବା ଉଚିତ। ତେଣୁ ଗାଇଡେନ୍ସ ପ୍ରୋଗ୍ରାମ ଆମକୁ ସେଇ ସୁଯୋଗ ଦଉଛି
जे आम पिलाटी को जिते बुझुछु तार बुद्धि और विकास प्रक्रिया को आम बुझुछु हेल्थ बा में निश्चित भाव अपेक्षा करवा कथा तार सही प्रकार परिपक्वता आसला पर्यंत बुद्धि और विकास तत्व भितर वर्णना करा जायछि। तेणु बयस अनुसार शारीरिक परिस्थिति अनुसार तार मानसिक परिस्थिति अनुसार तार आवेगिक दक्षता अनुसार तार सामाजिक परिस्थिति अनुसार तार नैतिक धारणा अनुसार आम पिलाटी पाखर से प्रकार व्यवहार आशा कर अतएव आम जदि चाहिए जे गोटे उत्तम व्यक्तित्व ता पाखरे विकसित हेउ आम जगिवा दरकार कि तार वृद्धि एवं विकास प्रक्रिया जमीती ठीक भाव में प्रचलित हेउ जमी बाधा न आसू कारण वृद्धि एवं विकास प्रक्रिया जदि बाधा आसे तार परिपक्वता प्रक्रिया रे बाधा आसीबो एवं जो व्यक्तित्व आम गठन करने चाहूँ ताहा में करि परिबा नहीं। तापर आ गोटे दिग है उत्तराधिकार देखंतु जे जो परिवार रे जन्म हेछि उत्तराधिकार सूत्र रे एटा अधिकारी हेइथाय। हेलो पछ को ये रोल हेलो हेलो यस सर हेलो हाँ आमे ई जो कथा वर्तमान आमे आलोचना करूछु अर्थात गोटे व्यक्तित्व को संगठित करबा पई ताको समर्पित करबा हमको एई सब दिग ऊपर निर्भर करबा को पड़िबो एई सब उपादान ऊपर निर्भर करबा को पड़िबो आमे ताको एड़ै देई परिबा नहीं जेमिति जणे उत्तराधिकार सूत्र रे तार बापा पाखरु बा तार पूर्व पुरुष पाखरु जो गुणटी पाइछि आमे ताको केमति एड़ै दबा तेणु आमे एया नुह जे आमे जहा चाहिए पिलाटी को ताहा तैयारी कर देबा ए भले नु पिलाटी पाखरे जो गुण अच्छी सेही गुण को ही परिप्रकाश करिवार सुयोग देवा एवं सेही प्रकार व्यक्तित्व निर्माण करिवा। तापर हला संस्कृति कल्चर अर्थात पिलाटी क्यों भली कल्चरल एनवायरनमेंट रे रहूची तार फैमिली कल्चर कौन तार स्कूल कल्चर कौन तार कम्युनिटी रो कल्चर कौन तार स्टेट रो कल्चर कौन ये सबू जिनस उपरे मध्य व्यक्तित्व रो प्रभाव पड़ी थाए। बस व्यक्तित्व रो विकास उपरे संस्कृति रो प्रभाव रही तेणु आम सब चेष्टा करवा उचित कि गोटे भल संस्कृति पूर्ण वातावरण भितर पिला को रखा उचित जोटार उदाहरण आग काल संस्कृति यार गोटे बढ़िया उदाहरण आम नहीं पारिबा आपण रामायण देखंतु महाभारत देखंतु बा जे कोनसे देखंतु पिला माने कोठी पढुथे राज परिवार रो पिला माने पाठ कोठी पढुथे श्रीकृष्ण भी विद्या अध्ययन कले गुरु आश्रम रे पांडव माने कौरव माने अध्ययन कले गुरु आश्रम रे एमती कि प्रभु श्री रामचंद्र मध्य अध्ययन कले गुरु आश्रम रे माने कोन ता माने सीधा सळख कथा हैला जे तांको ऊपर उत्तम संस्कृति रो छाप रहू से माने गोटे सांस्कृतिक स्वच्छता भितर रहंतु तांका भितर कोनसे गोटे विकृति न आसु अनेक समय देखिथिबा आमे जदियो गोटे भल संस्कृति गोटे परिवार रे थाए किंतु पिलाटी विभिन्न प्रकार विकृति मूलक पिलाटी विकृति मूलक अवस्था हेलो अच्छा आप माने किसी किसी निज निज भितर डिस्कशन करूछंती ठीक अछि करि परिबे कि असुविधा नै आमे आउ अल्प समय अछि तेनो ये डिस्कशन को वाइंड अप करिया आड़ को जीवा। अच्छा संस्कृति गोटे निर्भरशील उपादान गोटे सुषम व्यक्तित्व पाई ए कथा क्लियर हे गले बुझी गले केमिति आमे पिला को केमिति सहयोग करबा एथिरे
এই ଉପାଦାନଟିକୁ ପିଲାଟି ପାଖରେ ଠିକ ଭାବରେ ଉପସ୍ଥାପନ କରିବା ପାଇଁ ବା ପିଲାଟିକୁ ଗୋଟେ ଭଲ ସଂସ୍କୃତି ଗୋଟେ ଅନୁକୂଳ ସଂସ୍କୃତିର ବାତାବରଣ ଦେବା ପାଇଁ ଆମେ କଣ ସହଯୋଗ କରିବା? ପାରିବେ ତାର ସିମ୍ପଲ ଫର୍ମୁଲା ହଉଛି ଅନ୍ୟମାନେ ଯାହା କଲେ ଆମକୁ ଭଲ ଲାଗେ ନାହିଁ, ଅନ୍ୟମାନଙ୍କ ପାଇଁ ଆମେ ସେଇଆ କରିବା ନାହିଁ। ବୁଝିପାରିଲେ କଥା? ଯେଉଁ କାମଟି ଅନ୍ୟମାନେ କଲେ ଆମକୁ ଭଲ ଲାଗେ ନାହିଁ, ସେଇ କାମଟି ଆମେ ମଧ୍ୟ କରିବା ନାହିଁ, ତାହେଲେ ସଂସ୍କୃତିର ସୁଧାର ହେଇଯିବ। ଆଚ୍ଛା, ଆମ ଆଗରେ କଳା ଧୂଆଁ ଛାଡି କିଏ ଯଦି ଯାଏ ଆମକୁ ଭଲ ଲାଗିବ? ଘର ପାଖରେ କେହି ଯଦି ପ୍ଲାଷ୍ଟିକ ରବର ଜଳେଇ ତାର ଧୂଆଁ ଆମ ଘରକୁ ଆସେ ଆମକୁ ଭଲ ଲାଗିବ? ଯାହା ଆମକୁ ଭଲ ଲାଗିବ ନାହିଁ, ଯଦି ଆମେ ସେଇଆ କରିବା ତାହେଲେ ତା ସଂସ୍କୃତିକୁ ପ୍ରତିଫଳନ କରିବ ନା ବିକୃତିକୁ ପ୍ରତିଫଳନ କରିବ? ସିଧାସଳଖ କଥା ରହିଲା ଏଇଆ ଯେ ସବୁବେଳେ ପିଲାମାନଙ୍କ ସାମ୍ନାରେ କୌଣସି ପ୍ରକାର ବିକୃତିର ପ୍ରତିଫଳନ କରିବା ନାହିଁ, ତାହେଲେ ତାଙ୍କୁ ଏକ ସଂସ୍କୃତିକ ଆଧାର ମିଳିଯିବ। ତାପରେ ଆସିଲା ସ୍ୱାସ୍ଥ୍ୟ। ଇଏ ମଧ୍ୟ ଗୋଟେ ବହୁତ ବଡ କଥା, କାରଣ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ସେ ଜାଣୁଛି ଏଇଟା ଠିକ ନୁହଁ, କିନ୍ତୁ ତାର ସ୍ୱାସ୍ଥ୍ୟ ତାକୁ ପରମିଟ କରୁନାହିଁ, ତେଣୁ ସେ ଜାଣିକିରି ମଧ୍ୟ ଭୁଲ କରୁଛି, କିମ୍ବା କୋଉଟା ଠିକ କରିବା କଥା ସେ ଜାଣିକିରି ମଧ୍ୟ ସେଟା କରିପାରୁନାହିଁ, କାରଣ ତାର ସ୍ୱାସ୍ଥ୍ୟ ତାକୁ ବାଧା ଦେଉଛି। ପିଲାର ସ୍ୱାସ୍ଥ୍ୟର ଯତ୍ନ ନେବା, ସ୍ୱାସ୍ଥ୍ୟ କହିଲେ କେବଳ ଶାରୀରିକ ସ୍ୱାସ୍ଥ୍ୟ ନୁହଁ, ଉଭୟ ଶାରୀରିକ ମାନସିକ ସ୍ୱାସ୍ଥ୍ୟ। ମାନସିକ ସ୍ୱାସ୍ଥ୍ୟ କହିଲେ ଉତ୍ତମ ବିଚାର, ଉତ୍ତମ ବ୍ୟବହାର, ସଂସ୍କୃତି, ଚାଲିଚଳଣି, ଏ ସବୁ କ୍ଷେତ୍ରରେ ଯେମିତି ପିଲାଟି ପାଖରେ ବିକୃତି ନ ଆସେ, ଯେମିତି ତାର ମାନସିକ ଠିକ ରହେ, ସେଥିପ୍ରତି ଯତ୍ନ ନେବା ଆବଶ୍ୟକ। ଗୋଟେ ଉଦାହରଣ ଆମେ ନେଇପାରିବା, ଯେଉଁ ଘରେ ସବୁଦିନ କିଛି ନା କିଛି ପୂଜା ପାଠ ହୁଏ, କିଛି ଗୀତ ବାଦ୍ୟ ହୁଏ, କିଛି ଭଲ କଥା ଆଲୋଚନା ହୁଏ, ବା ପୁରାଣ ପାଠ ବା ଧର୍ମଶାସ୍ତ୍ର ଆଲୋଚନା ହୁଏ, ଯେକୌଣସି ଧର୍ମର ବି ହଉ ଧର୍ମଶାସ୍ତ୍ର ଆଲୋଚନା ହୁଏ, ନିଶ୍ଚିତ ଭାବରେ ସେ ଘରର ସଂସ୍କୃତି ଏବଂ ସେ ଘରର ମାନସିକ ସ୍ୱାସ୍ଥ୍ୟ ଭଲ ରହିବ। ଶାରୀରିକ ସ୍ୱାସ୍ଥ୍ୟ ପାଇଁ ତ ଖାଦ୍ୟପେୟ ଆମେ କାଲି ଆଲୋଚନା କରିବୁ। ତାପରେ ହେଲା ଜ୍ଞାନ, ଆଉ ଗୋଟେ ବ୍ୟକ୍ତିତ୍ୱର ଆଉ ଗୋଟେ ବଡ ଉପାଦାନ ହଉଛି ଜ୍ଞାନ। ଯଥେଷ୍ଟ ଜ୍ଞାନ ଶିଶୁ ପାଖରେ ରହିବା କଥା। ତାର ଅର୍ଥ ସମସ୍ତ ଜ୍ଞାନ ନୁହଁ, ଶିଶୁ ପାଖରେ ସମସ୍ତ ଜ୍ଞାନ ରହିବ ଏଇଟା ଆମେ ଆଶା କରିବାଟା ଭୁଲ, କିନ୍ତୁ ଯଥେଷ୍ଟ ଜ୍ଞାନ ରହିବା କଥା, ଅର୍ଥାତ୍ ତାର ଯେତିକି ଦରକାର ସେତିକି ଜ୍ଞାନ ତା ପାଖରେ ରହିବା ଦରକାର। ହେଲେ ସେ ଜ୍ଞାନ ତାକୁ ମିଳିବ କୋଉଠୁ? କାରଣ ବିଦ୍ୟାଳୟରେ ତ ସବୁ ଜ୍ଞାନ ମିଳିବନି, ବିଦ୍ୟାଳୟର ପୁସ୍ତକ ଭିତରେ ତ ସବୁ ଜ୍ଞାନ ମିଳିବନି। ପିଲାଟିର ଜ୍ଞାନ ବୃଦ୍ଧି ପାଇଁ ଆମେ କଣ କରିପାରିବା? ପିଲାର ଜ୍ଞାନ ବୃଦ୍ଧି ହେବା ପାଇଁ ଆମେ କଣ କରିବା? ଗୋଟେ ବହି ଭିତରେ ସବୁ ଜ୍ଞାନ ମିଳିବ?
ତାହେଲେ କଣ କରିବା? ଟିକେ ଆଗରୁ ମୁଁ ତାର ଉଦାହରଣ ଦଉଥିଲି କଣ କରିବା। ତାକୁ ବିଭିନ୍ନ ପରିବେଶ ସହିତ ଭାବ କରିବା ପାଇଁ ସୁଯୋଗ ଦେବା ଏବଂ ଅନୁଭୂତି ସଂଗ୍ରହ କରିବାର ସୁଯୋଗ ଦେବା। କାରଣ ଜ୍ଞାନ ଆହରଣର ସବୁ ଭଲ ଉପାୟ ହଉଛି ଅନୁଭୂତି ସଂଗ୍ରହ କରିବା। ତେଣୁ ଅନୁଭୂତି ମୂଳକ ଜ୍ଞାନ ବିଭିନ୍ନ ପାଇଁ ପରିବେଶରେ ହଁ, ବିଭିନ୍ନ ପରିବେଶ ସାଙ୍ଗରେ ଜଡ଼ିତ କରିବା ଉଚିତ। ତାପରେ ଶେଷରେ ଯୋଉଟା ଆମ ପାଇଁ ବିଶେଷ ଜରୁରୀ, ଯାହାକି ଗୋଟେ ପିଲାର ବ୍ୟକ୍ତିତ୍ୱର ବିକାଶ ଉପରେ ବେଶୀ ପରିମାଣରେ ଦାୟୀ, ବେଶୀ ପରିମାଣରେ ପିଲାଟି ଯୋଉଠି ନିର୍ଭରଶୀଳ, ଯାହା ଉପରେ ନିର୍ଭରଶୀଳ, ସେ ହଉଛି ହୋମ ଆଣ୍ଡ ସ୍କୁଲ ଏନଭାରନମେଣ୍ଟ। ଗୃହ ଏବଂ ବିଦ୍ୟାଳୟର ପରିବେଶ ବା ଗୃହ ଏବଂ ବିଦ୍ୟାଳୟର ପ୍ରଭାବ ଅନୁସାରେ ଗୋଟେ ପିଲାର ସୁଷମ ବ୍ୟକ୍ତିତ୍ୱର ବିକାଶ ହେଇଥାଏ। ଏ ପ୍ରଭାବ କଣ? ଉପରୋକ୍ତ ସମସ୍ତ ଜିନିଷ, ଏ ଉପରୋକ୍ତ ଯାହା 5ଟି ପଏଣ୍ଟ ଆମେ ଏଠି ଦେଖିଛୁ ଉପାଦାନ ଗୁଡିକ, ଏ ସବୁ ଉପାଦାନ ଗୁଡିକ ବିଦ୍ୟାଳୟ ଏବଂ ଗୃହ ଦ୍ଵାରା ହିଁ ପିଲାଟିକୁ ମିଳିଥାଏ। ଯାହା ଯାହା ଜିନିଷ କହିଲେ ବା ତା ଉପରେ ଯୋଉ 10ଟା ଉପାୟ, ଆମେ ସୁଷମ ବ୍ୟକ୍ତିତ୍ୱର ବିକାଶ ପାଇଁ ଯୋଉ 10ଟା ଉପାୟ ଆମେ ଆଲୋଚନା କଲେ, ଏ ସବୁ ଜିନିଷ ଗୃହ ଏବଂ ବିଦ୍ୟାଳୟ ଦ୍ଵାରା ପିଲାକୁ ମିଳିପାରିବ। ଯାହା ଘରେ ମିଳିବା ଉଚିତ, ଯାହା ରଖିଲେ ବିଦ୍ୟାଳୟ ତାକୁ ପୂରଣ କରେ, ବା ଯାହା ବିଦ୍ୟାଳୟରେ ମିଳିବା କଥା ମିଳିଯାଏ, ଯାହା ବିଦ୍ୟାଳୟରେ ମିଳେ ନାହିଁ ତାହା ଘରେ ମିଳିଥାଏ। ପ୍ରତ୍ୟେକ ବିଦ୍ୟାଳୟ ଓ ଗୃହ ମଧ୍ୟରେ ଉତ୍ତମ ସମ୍ପର୍କ ରହେ। ପିତାମାତା ଏବଂ ଶିକ୍ଷକଙ୍କ ଭିତରେ ଯଦି ଉତ୍ତମ ସମ୍ପର୍କ ରହେ, ତାହେଲେ ତାହା ବ୍ୟକ୍ତିତ୍ୱ, ସମନ୍ୱିତ ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହୋଇଥାଏ। ଆଜିର ଯୋଉ ବିଷୟ ଥିଲା, ଆମେ এই ପ୍ରଶ୍ନର ଉତ୍ତର କରିବି ଆମେ ସମସ୍ତେ ଠିକ ଭାବରେ ଲେଖିପାରିବା। ୟାକୁ ଆମେ 2ଟା ପାର୍ଟରେ ଲେଖିବା। ପ୍ରଥମ ପାର୍ଟଟି ହେଲା ପର୍ସନାଲିଟି କଣ, ଏବଂ ତାପରେ ଦ୍ୱିତୀୟ ପାର୍ଟଟି ହେଲା ଯେ ଇଣ୍ଟିଗ୍ରେଟେଡ ପର୍ସନାଲିଟି ଡେଭଲପମେଣ୍ଟ ପାଇଁ କଣ ଉପାୟ କରିପାରିବା ବା ପିଲାଟିକୁ ତା ମନରେ କିଛି doubt ଅଛି? ଆଜିର ଆଲୋଚନାକୁ ନେଇ କାହାରି କିଛି ସଜେସନ, କିଛି ଫିଡବ୍ୟାକ, କିଛି ୱେଲକମ୍ ଏଭରିବଡି। କିଛି ଡାଉଟ୍ସ ଆପଣମାନେ ମୁଁ ଚେଷ୍ଟା କରିବି ସେ ଡାଉଟ୍ କ୍ଲିୟର କରିବା ପାଇଁ। ମୋଟାମୋଟି ଭାବରେ ମୋର ସାଥିର ମୁଁ ଚେଷ୍ଟା କରିଛି ଏଇ ବିଷୟକୁ କରିବା ପାଇଁ। ଯଦି ଆପଣ ମାନଙ୍କର ଅଛି ବା କିଛି କେଜାଣି ସେଇଟା କୋଉଠି ବୁଲୁଥିବ। ଅସୁବିଧା ଅଛି ଆପଣମାନେ କିଛି ପ୍ରଶ୍ନ ଅଛି? ହ୍ୟାଲୋ, କାହାର କିଛି ପ୍ରଶ୍ନ ଅଛି?
ଯଦି କିଛି ପ୍ରଶ୍ନ ନାହିଁ ତାହେଲେ ଆମେ ଆସନ୍ତା କାଲି ଆଉ ଗୋଟେ ନୂଆ ଟପିକ ଆଡକୁ ଯିବା, ଯାହା ଆମର ସିଧାସଳଖ ପାଠ ପଢା ବିଷୟ ଉପରେ, ଯାହାକି ଲର୍ଣ୍ଣିଂ ଲର୍ଣ୍ଣିଂ ବା ଶିକ୍ଷଣ। ତେଣୁ କାଲି ଆମେ ଗୋଟେ ନୂଆ ବିଷୟ ତାଙ୍କର ପାଠ ପଢା ଦିଗରେ ବିଭିନ୍ନ କିନ୍ତୁ ଏ ଯୋଉ ଗାଇଡେନ୍ସ ଆଉ ଗୋଟେ ଦିଗ ହଉଛି ଲର୍ଣ୍ଣିଂ ଶିକ୍ଷଣ। ତେଣୁ ଶିକ୍ଷଣ କ୍ଷେତ୍ରରେ କଣ ସବୁ ସମସ୍ୟା ସେ ବିଷୟରେ ଆମେ ଆସନ୍ତା କାଲି ଆଲୋଚନା କରିବା। ଆଜିର ବିଷୟବସ୍ତୁକୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଁ ଅନୁରୋଧ କରିବି, ଯଦି କାହାରି ମନରେ କିଛି ଡାଉଟ୍ ଅଛି, କିଛି ସଜେସନ୍ସ ଅଛି, ଦୟାକରି ଉପସ୍ଥାପନ କରନ୍ତୁ। ୱିଦାଉଟ୍ ଏନି ହେଜିଟେସନ୍, କୌଣସି ପ୍ରକାରର ହେଜିଟେସନ୍ ନ ରଖି ଖୋଲାଖୋଲି ଭାବରେ ଉପସ୍ଥାପନ କରନ୍ତୁ, ନିଜ ନିଜର ମତ ଉପସ୍ଥାପନ କରନ୍ତୁ। ଆମ ପାଇଁ ଆଉ 10-15 ମିଳିବ। ଏଇ 10-15 ମିନିଟ ସମୟକୁ ଆଚ୍ଛା, ରିନୁ ପଟ୍ଟା ସାର୍ ରିନୁ ପଟ୍ଟା ମ୍ୟାଡାମ, ଆଜି ଆପଣ ନୂଆ ଆସିଛନ୍ତି ନିଶ୍ଚିତ ଭାବରେ। ତ ଆଜିର ଆଲୋଚନା ଆପଣଙ୍କୁ କେମିତି ଲାଗିଲା? ସାର୍ ଭଲ ଲାଗିଲା। ନାଇଁ, ଭଲ ଲାଗିଲା ତ ଠିକ ଅଛି, ଆମେ ତ କେହି କାହାକୁ ଖରାପ କହିବା ନାହିଁ। ତଥାପି ଆପଣ ଆଗରୁ ଜଏନ୍ କରିଥିଲେ? ସାର୍ 23 ତାରିଖରେ ଜଏନ୍ କରିଥିଲି। କରିଥିଲେ, ଆଚ୍ଛା ଆଚ୍ଛା। ଷ୍ଟାର୍ଟିଂରୁ ସାର୍ ଏଇ କୁହନ୍ତୁ। ପାସୱାର୍ଡ ଟା ମାରୁଥିଲି, ସେଇଟା ହଉନଥିଲା। ଆଚ୍ଛା, ଠିକ ଅଛି, କିଛି କଥା ନାହିଁ। ତ ଏବେ କ୍ଲିୟର ହେଇଯାଇଛନ୍ତି ନା? ହୁଁ। ଆଚ୍ଛା, ଆଜି ଯାହା ଆଲୋଚନା କଲେ ଏଇଥିରୁ ଆପଣ ବୁଝିପାରୁଛନ୍ତି ଯେ ଆପଣଙ୍କର ଉତ୍ତର ଯାହା ଲେଖିବା କଥା ଲେଖିପାରିବେ? ସାର୍ କୋଶ୍ଚିନ୍ ଟା କଣ ଆସିବ ଏଇ ଯୋଉ ପଢା ହେଲା କି? ଏଇଟା କୋଶ୍ଚିନ୍ ଅଛି ନା ଆପଣଙ୍କର ଆସାଇନମେଣ୍ଟ କୋଶ୍ଚିନ୍? ଏଟା ଆସାଇନମେଣ୍ଟ ଉପରେ ଆଲୋଚନା ହଉଛି। ଆପଣଙ୍କ ଯୋଉ ପେପର 2 ର ଆସାଇନମେଣ୍ଟ ଆପଣଙ୍କୁ ମିଳିନି କି? ହଁ। ପେପର 2 ର ଆସାଇନମେଣ୍ଟ କୋଶ୍ଚିନ୍ ଆପଣଙ୍କ ପାଖରେ ନାହିଁ? What do you ହ୍ୟାଲୋ। integrated plus personality? ନାଇଁ ନାଇଁ, ଆପଣଙ୍କର ଦେଖନ୍ତୁ ଆସାଇନମେଣ୍ଟ କୋଶ୍ଚିନ୍ ଏଇଟା। ମୁଁ ଏଠି କୋଶ୍ଚିନ୍ ଟାକୁ ବି ଲେଖି ଦେଇଛି, ଦେଖନ୍ତୁ ଏଇଟା। ଏଠି କୋଶ୍ଚିନ୍ ନମ୍ବର 1 ଦେଖନ୍ତୁ। What do you understand by the term integrated personality? How you can help the children to develop integrated personality? এই ପ୍ରଶ୍ନ ଉପରେ ଆଜି ଆମେ ଆଲୋଚନା କଲେ। ଗତକାଲି ଯୋଉ ଆଲୋଚନା କରୁଥିଲେ ଯେ ଯୋଉ ଫ୍ୟାସିଲିଟେଟିଂ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ, ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ କଣ, ପିଲାର ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟକୁ ବୁଝିବା ପାଇଁ ବିଭିନ୍ନ ଦିଗ ଉପରେ ଆମେ କାଲି ଆଲୋଚନା କଲେ। ଏବଂ ଆଜି ମୁଖ୍ୟତଃ ଯୋଉ ପର୍ସନାଲିଟି ଆଉ ଇଣ୍ଟିଗ୍ରେଟେଡ ପର୍ସନାଲିଟି ଏବଂ ଇଣ୍ଟିଗ୍ରେଟେଡ ପର୍ସନାଲିଟି ଡେଭଲପ କରିବା ପାଇଁ ଗୋଟେ ପିଲାକୁ ଶିକ୍ଷକ, ପିତାମାତା ବା ଆମେ ଗୋଟେ ଗାଇଡାନ୍ସ ୱାର୍କର କଣ ସାହାଯ୍ୟ କରିପାରିବେ, ହଁ। ଆଜି ଏ ଉପରେ ଆଲୋଚନା ହେଲା। ତେଣୁ ୟା ଭିତରେ ଯଦି କିଛି ଡାଉଟ୍ସ ଅଛି ଆପଣ ପଚାରି ପାରିବେ। ଏ ବିଷୟ କଣ, ଏଇଟା କାହିଁକି ପଢା ଯାଉଛି ଆପଣ ବୁଝିପାରୁଛନ୍ତି ତ? ହ୍ୟାଲୋ। ହଁ ସାର୍। ଆପଣ ଏ ବିଷୟଟା କଣ ଏଇଟା ବୁଝିପାରୁଛନ୍ତି ତ? ଏ ଯୋଉ ବିଷୟ ପଢା ଯାଉଛି, ଏ ବିଷୟ କଣ? ଦେଖନ୍ତୁ, ଗୋଟେ ବାକ୍ୟରେ କହିବାକୁ ଗଲେ ପିଲାମାନେ ପିଲାମାନେ ଯୋଉମାନେ ଆଜିର ପିଲା, ସେମାନେ ଆସନ୍ତା କାଲିର ହଁ। ମଣିଷ, ଭବିଷ୍ୟତ।
ତେଣୁ ତାଙ୍କ ପାଖରେ ଯୋଉ ଭଳି ଗୋଟେ ବ୍ୟକ୍ତିତ୍ୱ ଆମେ ଆଶା କରୁଛୁ, ଅର୍ଥାତ୍ ଆଗାମୀ ଦିନରେ ଆମ ପରିବାରଟା କେମିତି ହେବ ବା ଆମ ସମାଜଟା କେମିତି ହବ, ତା ଆମେ କାହା ପାଖରୁ ଆଶା କରିବା? ଗୋଟେ ପିଲା ପାଖରୁ। ହଁ ତେଣୁ ପିଲାଟି ଯେମିତି ଠିକ ଭାବରେ ବଢି ପାରିବ, ଠିକ ଭାବରେ ତାର ବିକାଶ ହେଇପାରିବ ଏବଂ ତା ଭିତରେ ଗୋଟେ ଉତ୍ତମ ବ୍ୟକ୍ତିତ୍ୱ ଗଠନ ହେଇପାରିବ, ସେଥିପାଇଁ ତାକୁ କୋଉ କୋଉ ଦିଗରେ ଗାଇଡ କରିବା ଉଚିତ ଏବଂ ସେ ଗାଇଡେନ୍ସ ଟି କେମିତି କରାଯିବ, ଏଇ ବିଷୟ ହେଉଛି ଆପଣଙ୍କର ଏ ଗାଇଡେନ୍ସ କୋର୍ସ। ହଁ ସାର୍। এই যে আপনার চারটা পেপর যে অছি 101, 102, 103, 104 তার টেকনিক্যাল তাকে অলগা অলগা ভাগ করা হয়েছে, কিন্তু বিষয়ের মূল বিন্দুটা হেলা ইয়া এবং তারি ভিতরে মাত্র গোটে প্রসঙ্গর আজ আমি আলোচনা কলে। কিন্তু গোটে জিনিস মনে রাখবে, আমি যেতেবেলে বি যে প্রসঙ্গ আলোচনা করুছু তা সাংরে আমার কোর্সর সবু প্রসঙ্গ জড়িত হয়ে রহুছি। তেণু আমি যদি গোটে ক্লাস বি ভালো ভাবে ধ্যান দিয়ে যদি আটেন্ড করে দউছু বি, ଆମ କୋର୍ସକୁ ବୁଝିବା ପାଇଁ ଆମକୁ ସହଜ ହେଇଯିବ ଏବଂ କୌଣସି ବି ଯଦି ମନ ଭିତରେ ଆଶଙ୍କା ଆସୁଛି, କିଛି ଡାଉଟ୍ସ ଆସୁଛି, ଆପଣ ମାନେ ଖୋଲିକିରି ପଚାରନ୍ତୁ, କାରଣ ଏ ପ୍ଲାଟଫର୍ମ ଆମକୁ ସେ ସୁଯୋଗ ଦଉଛି। ତ ଆଜି ଯୋଉ ବିଷୟ ପଢା ହେଲା ଆପଣ ମାନେ ସମସ୍ତେ ୟାର ଉତ୍ତର ଲେଖିପାରିବେ? ଆଉ ଯୋଉମାନେ ଅଛନ୍ତି ଲାଇନରେ, ଅନ୍ୟମାନେ ତ ସବୁ ବାହାରି ଗଲେଣି ବୋଧେ, ମାତ୍ର 2 ଜଣ ଅଛନ୍ତି। ରିନୁ ପଟ୍ଟା ଅଛନ୍ତି, ଆଉ କିଏ ଅଛନ୍ତି ଆମ ସାଙ୍ଗରେ? ଆଉ କାହିଁ କେହି ଦେଖା ଯାଉନାହାନ୍ତି ଆଜି? କୁଆଡେ ଗଲେ ସମସ୍ତେ? ମାତ୍ର ରିନୁ ପଟ୍ଟା ହିଁ ଆଜି ଆମ ସାଙ୍ଗରେ ଅଛନ୍ତି, ଆଉ କେହି ନାହାନ୍ତି ବର୍ତ୍ତମାନ। ସାର୍ ସାହୁ ସାର୍, ହ୍ୟାଲୋ ସାହୁ ସାର୍, ସାହୁ ସାର୍, କଣ ଅସୁବିଧା ହେଇଛି କି ଜାଣି ପିଲା ସବୁ ଆମ ପାଖରେ ନାହାନ୍ତି। ଯେଉଁମାନେ ରେଗୁଲାରଲି ରହନ୍ତି ସେମାନେ ମଧ୍ୟ ଆଜି ଲେଫ୍ଟ ଆଉଟ୍ କରି ଯାଇଛନ୍ତି। କିଛି ଟେକ୍ନିକାଲ ଅସୁବିଧା ନା କଣ ବୁଝି ହେଲା ନାହିଁ। ଏନିୱେ ଆମେ ୱାଇଣ୍ଡ ଅପ୍ କରିବା। ତେଣୁ ରିନୁ ମ୍ୟାଡ଼ାମ, ଆଜି ଆପଣଙ୍କ ପାଇଁ ପୂର୍ଣ୍ଣ ସୁଯୋଗ ରହିଛି। ବର୍ତ୍ତମାନ ଆପଣ ଏକା ହିଁ ଅନଲାଇନ୍ ଅଛନ୍ତି, ହଁ ତେଣୁ ସାର୍। ଆପଣ ଆଉ କିଛି ସମୟ ଯାହା ଆମ ହାତରେ ଅଛି ତାକୁ ଆପଣଙ୍କ ପାଇଁ ଡିସ୍କସନ କରିନିଅନ୍ତୁ। ଆପଣ ବି କିଛି ପ୍ରଶ୍ନ ରଖନ୍ତୁ। Sir, sir, ସାର୍ so our students are fully satisfied, I hope. Nobody is serious at all. Everybody has a problem. Everybody, I am also having a family. Still, then I am sitting here over here. yes. So it shows the dedication and commitment towards the study. And many, you see, at this present, at the present era, uh, this is the state of affair in particularly in India, not in Odisha. You can find in India also, and Anyway, people are where where more, there is a problem, there is also solution. So yes, yes, the, so we must hope the best. generally. So let us see, because we have to do our duty. Yes, sir. Let whether they will participate or not, it depends on them, because they are students. They have been informed properly, they have been guided properly, and later on they cannot complain that IGNO has not done anything for them. So today's I think better we will wind off this program. So as or Rinu Pata, if you want to, sir, if you want to share something with Rinu Pata, as he is a new student. So if you Yes, want sir. to As, say as something I am to, looking now, she is the only listener here, and she is active also. So, Rinu Patta, madam, over to Yes, sir. you.
however you may like, you put your questions regarding our subject matter. ଆପଣ ଯୋଉ ଗତ 3-4ଟା କ୍ଲାସ୍ ହେଇଛି ସେ ଭିତରୁ ଆଜି ବୋଧେ 5 ଆମେ ଆରମ୍ଭ କରିଛୁ 20 ତାରିଖରୁ 20, 21, 22, 23, 24, 25 ଆଜି ବୋଧେ 6 ଦିନ ହେଇଗଲା। ହଁ ସାର୍। This is the 6th session. ସାର୍ 23 ତାରିଖରେ ଆଟେଣ୍ଡ କରିଥିଲି। ଠିକ ଅଛି, ଆଉ ଅନ୍ୟ ଦିନ ଗୁଡାକ ଆପଣ କରିପାରିନାହାନ୍ତି ଅବଶ୍ୟ, କିନ୍ତୁ ତା ଭିତରେ ବି ଯଦି କିଛି ଡାଉଟ୍ସ ଆପଣଙ୍କ ପାଖରେ ଅଛି, ଆପଣ କିଛି ଚେଷ୍ଟା କରିଛନ୍ତି, ଆପଣ କୋର୍ସ ମେଟେରିଆଲ ଦେଖିଛନ୍ତି? ସାର୍ ଆପଣଙ୍କର କୋର୍ସ ମେଟେରିଆଲ ଆପଣଙ୍କ ପାଖରେ ଅଛି, ଷ୍ଟଡି ମେଟେରିଆଲ? ନାଇଁ ସାର୍। ଷ୍ଟଡି ମେଟେରିଆଲ ଆପଣ ଡାଉନଲୋଡ୍ କରିନାହାନ୍ତି? ନାଇଁ। ଡାଉନଲୋଡ୍ କରିନେବେ। ହ୍ୱାଟ୍ସଆପ ରେ ସାର୍ ତାର ଲିଙ୍କ ସେୟାର କରିଛନ୍ତି, ଯଦି ବି ଆପଣ ଲିଙ୍କ ପାଉନାହାନ୍ତି ଆପଣ ଡାଇରେକ୍ଟଲି ଗୁଗଲ କୁ ଯିବେ, ଇ ଜ୍ଞାନକୋଷ କୁ ଯିବେ ହେଲା। ସାର୍ ଆଉଥରେ କହିବେ। ଇ ଜ୍ଞାନକୋଷ ଆମର ଗୋଟେ ସାଇଟ୍ ଅଛି, ଇ ଜ୍ଞାନକୋଷ। ହଁ ସାର୍। ସେଥିରେ ଇଗ୍ନୋର ସବୁ ବହି ସଫ୍ଟ କପି ଆଭେଲେବୁଲ ଅଛି। ତେଣୁ ଆପଣ ଇ ଜ୍ଞାନକୋଷକୁ ଯାଇ ସେଠି ସିଆଇଜି ଆପଣ ଯେତେବେଳେ ସର୍ଚ୍ଚ କରିବେ, ସିଆଇଜି ର ସବୁ ବହି ସେଥିରେ ଆପଣଙ୍କୁ ମିଳିଯିବ। ତେଣୁ ଆପଣ ସେଥିରୁ ଡାଉନଲୋଡ୍ କରିନେବେ। ସେଥିରେ କ୍ୱେଶ୍ଚିନ୍ ଆମର ଏଇ ଯୋଉ ଆସାଇନମେଣ୍ଟ କ୍ୱେଶ୍ଚିନ୍ ବି ଆପଣଙ୍କୁ ମିଳିଯିବ। ଆସାଇନମେଣ୍ଟ କ୍ୱେଶ୍ଚିନ୍ ସେୟାର କରିଛନ୍ତି ଆପଣଙ୍କର ହ୍ୱାଟ୍ସଆପ ଗ୍ରୁପରେ। ଆପଣ ଅଛନ୍ତି ନା ଗ୍ରୁପରେ? ହଁ ସାର୍। ହଁ, ତ ସେଥିରେ ଦେଖିବେ ଆସାଇନମେଣ୍ଟ କ୍ୱେଶ୍ଚିନ୍ ଟା ଅଛି। ତ କ୍ୱେଶ୍ଚିନ୍ ଟାକୁ ଆପଣ ଦେଖି ଦିଅନ୍ତୁ। ଦେଖି ବା ଆପଣଙ୍କ ମୋବାଇଲରେ ବି ଆପଣ ସେଭ୍ କରିକିରି ସେ କ୍ୱେଶ୍ଚିନ୍ ଗୁଡାକୁ ଆପଣ ଲେଖନ୍ତୁ, କାରଣ ଗତକାଲି ସାହୁ ସାର୍ କ୍ଲିୟର କରିଥିଲେ ଯେ ଏଇ ଯୋଉ ଗୋଟେ ଗୋଟେ ପେପର, ଆମର 4ଟା ପେପର ଅଛି ହଁ ସାର୍। ପୁରା, ତ ପ୍ରତ୍ୟେକ ପେପରର ଆମକୁ ଗୋଟେ ଘରେ ବସି ଲେଖିବା, ଗୋଟେ ପରୀକ୍ଷା ହଲରେ ବସି ଲେଖିବା। ପରୀକ୍ଷା ହଲରେ ବସି ଲେଖିବାଟା ହେଲା ଟର୍ମ ଏଣ୍ଡ ଏକ୍ସାମିନେସନ, ଆଉ ଘରେ ବସି ଯୋଉଟା ଆପଣ ଲେଖିବେ ସେଟା ହେଲା ଆସାଇନମେଣ୍ଟ। ତ ଆସାଇନମେଣ୍ଟ ପାଇଁ ଆପଣଙ୍କୁ କ୍ୱେଶ୍ଚିନ୍ ମିଳିଯାଇଛି। ସେ କ୍ୱେଶ୍ଚିନ୍ ଅନୁସାରେ ଆପଣ 4ଟା ପେପରର 4ଟା ଆସାଇନମେଣ୍ଟ ଆପଣ ଲେଖିବେ। ସେ ଆସାଇନମେଣ୍ଟ ଆପଣ ସବମିଟ କରିବେ। ହଁ ଯଦି ସାର୍। ଆପଣ ଷ୍ଟଡି ସେଣ୍ଟରକୁ ଯାଇ ସବମିଟ କରିପାରୁନାହାନ୍ତି, ଆପଣଙ୍କ ଷ୍ଟଡି ସେଣ୍ଟର କୋଉଟା? ଷ୍ଟଡି ସେଣ୍ଟର ମାନେ ଏଇ ପାଖରେ ଯୋଉ। ହଁ, ମାନେ ଆପଣ ଆଡମିସନ କୋଉଠି କରିଛନ୍ତି? କୁଚିନାରେ। ଆପଣଙ୍କର କାମ କୋଉଠି? ସାର୍ ଆପଣ କଣ ଇଏ ଆଶା ନା ଅଙ୍ଗନବାଡି ନା ଅନ୍ୟ ଷ୍ଟୁଡେଣ୍ଟ? ନା ସାର୍ ଷ୍ଟୁଡେଣ୍ଟ। ଷ୍ଟୁଡେଣ୍ଟ, ଆଚ୍ଛା ଆଚ୍ଛା, ଠିକ ଅଛି। ତ ବହୁତ ଭଲ କଥା। ଯଦି ଷ୍ଟଡି ସେଣ୍ଟର ଖୋଲୁଛି ତ ଷ୍ଟଡି ସେଣ୍ଟରରେ ଦେବେ, ନହେଲେ ଅନଲାଇନରେ ମଧ୍ୟ ଦେଇପାରିବେ ଆପଣଙ୍କର ଆସାଇନମେଣ୍ଟ। ଏଟା ଇଗ୍ନୋ ତରଫରୁ ଏଲାଉ କରି ଦିଆଯାଇଛି। So please complete your assignments and submit it. Okay. Yes sir. If any doubt, you may contact Sahu sir, or anything regarding your study material, or anything clarification regarding the course, you can share it in the WhatsApp page. Sir, one thing I will share here. Many students they have not shared their mail IDs. So that is the most important thing. So what they have done, either they have given the mail IDs of the cyber cafe where they have done the while doing the online admission. So that is why all the informations what I am sharing or sending, so it is straightway it is going to that cyber cafe person. And Yeah, yeah, so that is why the students are, it is clearly written in the admission guidelines. The student before doing online admission, the he or she should have mail IDs and phone numbers, so that whatever the information it will be sent from IGNO side, so it will be sent through either mail or through that phone number.
what the student must have given. So these are Right. the things, information the student should know. And Mm, it is happening in the case that most of the students, they have given either the mail IDs of the college or the study centers, or they have given the phone numbers of their husband or their brothers or their sisters. That is why whenever we are passing this information over phone, so it is not reaching the students. So right, sir. As I understand the situation, many students are technically not so feasible also. They have just taken the it makes admission. technically, sir, you see, this is the 21st century. Right, Even sir, a right. small boy also in the rural area, if you find is very much expert in find out some techniques or some new innovative ideas in the Right, mobile phone. So we cannot say this is a technical snack. It is yes, purely depends on how far you are utilizing the innovative ideas or your known knowledge. So whatever it may be, let us try for the best for our students. as So I hope, I hope this online class system will uh, attract the students next time when it they will will attract know. the students because if they will follow the instructions, first they should be sensitized. Number one. Right, Number right, sir. two, their parents should allow the student to listen. That is also there. If the house, Exactly. if she is a housewife, so she has to cook in the morning, and Right, it is the right, responsibility of the husband to take care of the child, to take care of cooking part. So this is the responsibility because you are allowing your wife to study. So right, this right, is the responsibility of the parents to take over the task what she has to undertake. So otherwise, how it will be possible? Same thing will happen to the offline class. She will not be allowed to attend the counseling classes. So right, sir. the it is generally happening. So let us wind up, sir. Thank you, sir, for your valuable suggestion and your interaction with our learners. I hope that this will continue from tomorrow onwards at the same time, 10 a.m. to 12 noon. So I hope I request again, I am request all the learners, please participate and interact with the learners. So uh, uh, have a nice day and thank you very much. Thank you, Sir, sir. today today I am glad to hear that Renu Patta belong to my study center. Okay, okay. Okay, okay. So thank you, Patta madam. And Thank in you. the next classes, you must attend. Yes, Okay, sir. No, thank you all. Have a nice day. le- those you are student also in your study center, you simply you just give me the mail ID. I'll add on the spot. Then it will be automatically it will be you will be online. Yes, sir. So As I know what you are telling that it is really the email IDs are not properly given, and they are not serious about that. that is why They there have is. just managed it as they have done it So at the it can be system. possible in Zoom platform. It can be Yeah, possible in Zoom platform because only phone number is required. But yeah. especially Google Meet, the your it is this meeting is connected with the mail IDs. So whatever the mail IDs uh, through which I have seen the information, I have added as a participant. So Yes, same student can participate in the meeting. yes, sir. Yes, No student other than the mail IDs then right. can participate in the meeting. So they have to take permission. They have to what they have to do. They have to send me a mail IDs which I will add in the participant list. So that in the next session he or she will be added and she will be allowed to take part in the live session. So this is the procedure they have to follow. Okay, sir. Thank you, sir. Thank you very much, sir. Okay. Thank you. Thank you. Thank you, sir.